ଚୋରାମଳୟ ଶ୍ୱାସରେ ମହକିତ ତବ ଗନ୍ଧ ପ୍ରସାରିତ ମନ୍ଦ ମନ୍ଦ ମହକିତ ତବ ଗନ୍ଧ ପୂଜାରିଣୀ ବିଶ୍ୱରାଣୀ ସଞ୍ଜ ଧୂପ ଦିଏ ଆଣି ପୂଜାରିଣୀ ବିଶ୍ୱରାଣୀ ସଞ୍ଜ ଧୂପ ଦିଏ ଆଣି ପୂଜାରିଣୀ ବିଶ୍ୱରାଣୀ ଦେଇଛ ଯେ ସବୁ সোহাগ সম্পদ অতুলন ସେହି দান প্রভু ଦେଇଛ যে ସବୁ সোহাগ সম্পদ অতুলন ସେହି দান সজଳ ସ୍ମୃତିରେ ରଖିବି ଉଜ୍ଜଳ ସଜଳ ସ୍ମୃତିରେ ରଖିବି ଉଜ୍ଜଳ ଦେଇ ସଦା ମନ ଧ୍ୟାନ ଦେଇ ସଦା ମନ ଧ୍ୟାନ ତବ ଆଦେଶ ମାନ୍ୟ ଏହି ମାତ୍ର ମୋର ଦାନ ତବ ଆଦେଶ ମାନ୍ୟ ଏହି ମାତ୍ର ମୋର ଦାନ তব আদেশ মান্য তব বিস্মৃতি অতলে রহিথাউ কালে কালে তব বিস্মৃতি অতলে রহিথাউ কালে কালে তব বিস্মৃতি অতলে ফগুণ সায়াহ্ন পারে জন নয়ন বাহারে ফগুণ সায়াহ্ন পারে জন নয়ন বাহারে ফগুণ সায়াহ্ন পারে দেখাবা নদীয় অছত নিশ্চয় নিকটরে অবা দূরে দেখাবা নদীয় অছত নিশ্চয় নিকটরে অবা দূরে তুমরি দৃষ্টিরে ଅଛି ବୋଲି ସିନା ତୁମରି ଦୃଷ୍ଟିରେ ଅଛି ବୋଲି ସିନା ପ୍ରଭୁ ତୁମରି ଦୃଷ୍ଟିରେ ଅଛି ବୋଲି ସିନା ତୁମେ ରହ ଗୋଚରେ ତୁମେ ରହ ଅଗୋଚରେ ଜହିଁ ଥାଏ ଜହିଁ ଥାଏ ଜହିଁ ଥାଏ জহি থায় জহি যাও জহি যায় জহি থাও জহি যায় জহি যাও জহি যায় জহি থাও জহি থায় তুম পদ তুম পথ পদ ধূলি অঙ্গে হইউথিবি বলি তুম পথ পদ ধূলি অঙ্গে হেউথিবি বলি তুম পথ পদ ধূলি মধু সন্ধ্যা অন্ধকারে পঙ্গজিনী অশ্রু ঢালে মধু সন্ধ্যা অন্ধকারে তা সঙ্গে ঢালিল তক জাগিব নীরব স্রোত তা সঙ্গে ঢালিল তক জাগিব নীরব স্রোত তা সঙ্গে ঢালিল তক দেখিবি তেবে অন্ধকার তলে অপরাধী মুখ দেখিবি তেবে অন্ধকার তলে অপরাধী মুখ দেখিবি তেবে করুণা মিলন সজল রজনী দেখিবি তেবে করুণা মিলন সজল রজনী দেখিবি তেবে শেষ আশা লুপ্ত বন্ধুর হৃদয় দেখিবি তেবে বেদনা মথিত কলঙ্কিত রূপ দেখিবি তেবে বেদনা মথিত কলঙ্কিত রূপ দেখিবি তেবে তব নেত্র রশ্মি সঞ্চারী মরতে দেখিবি তেবে খোলিবি নয়ন ସେହି ରଶ୍ମି ପାତେ ଦେଖିବି ତେବେ ଖୋଲିବି ନୟନ
ସେହି ରଶ୍ମି ପାତେ ଦେଖିବି ତେବେ ଖୋଲିବି ନୟନ ସେହି ରଶ୍ମି ପାତେ ଦେଖିବି ତେବେ ଖୋଲିବି ନୟନ ସେହି ରଶ୍ମି ପାତେ ଦେଖିବି ତେବେ। ଜୟଗୁରୁ। ଆଉ ଗୋଟେ ପ୍ରତୀକ୍ଷା ଗାନ କରେ। ସୁନ୍ଦର ଫୁଲହାର ସୁନ୍ଦର ଫୁଲହାର ଗୁନ୍ଥି ନାହିଁ ଦେବ ଅରପିବି ତବ ଶ୍ରୀ ଚରଣେ ଉପହାର ସୁନ୍ଦର ଫୁଲହାର ବ୍ୟର୍ଥ ଜୀବନର ସାର୍ଥକ ଅଞ୍ଜଳି ଅବ୍ୟକ୍ତ ବେଦନା ଭାର একমাত্র উপহার সুন্দর ফুলহার ଦେଇଥିଲ ହାତେ ଦୁର୍ଲଭ ଜୀବନ ଖେଳିଲି ଏହାକୁ ଧରି ଅନୁକ୍ଷଣ ଦେଇଥିଲ ହାତେ ଦୁର୍ଲଭ ଜୀବନ ଖେଳିଲି ଏହାକୁ ଧରି ଅନୁକ୍ଷଣ ବେଳ ନାହିଁ ଆଉ କରୁଛି ଅର୍ପଣ ବେଳ ନାହିଁ ଆଉ କରୁଛି ଅର୍ପଣ ତୁମ ଠାରେ ତୁମ ଭାର ତୁମ ଠାରେ ତୁମ ଭାର ଶ୍ରୀଚରଣେ ଉପହାର ସୁନ୍ଦର ଫୁଲହାର ଯେଉଁ ଭାବେ ଇଚ୍ଛା ବଜାଅ ଜୀବନ ନାହିଁ ମୋ ସୂଚନା ହେଲେ ଛନ୍ଦହୀନ ଯେଉଁ ଭାବେ ଇଚ୍ଛା ବଜାଅ ଜୀବନ ନାହିଁ ମୋ ସୂଚନା ହେଲେ ଛନ୍ଦହୀନ ଛନ୍ଦ ଠାରୁ ତାର ପାର୍ଥକ୍ୟ ଦର୍ଶନ କର ବ୍ୟବହାର ଶ୍ରୀଚରଣେ ଉପହାର ସୁନ୍ଦର ফুলহার প্রাপ্তি আশা সঙ্গে অপ্রাপ্তি নিরাশা ইচ্ছে হার গুন্থি হস কান্দ ভাষা প্রাপ্তি আশা সঙ্গে অপ্রাপ্তি নিরাশা ইচ্ছে হার গুন্থি হস কান্দ ভাষা রখিছি অশ্রুর অশ্রুত পিপাসা রখিছি অশ্রুর অশ্রুত পিপাসা বিরহর তপ্ত ধারা বিরহর তপ্ত ধারা শ্রীচরণে উপহার সুন্দর ফুলহার গুন্থি নাহি দেবর পিবিতব শ্রীচরণে উপহার ব্যর্থ জীবনর সার্থক অঞ্জলি অব্যক্ত বেদনা ভার একমাত্র উপহার সুন্দর
ଜୟ ଭାଇ ଟିକେ ସଂକ୍ଷିପ୍ତ ସ୍ତୋତ୍ର ପାଠ କରନ୍ତୁ, ବାଣୀ ପାଠ କରିବା। କଣ ବନ୍ଦନା ସଂକ୍ଷିପ୍ତ ସ୍ତୋତ୍ର ପାଠ ଟିକେ କରିବା। ସବୁ ବୋଲା ହବ ତ ନା କଣ? ହଁ ହଁ, ସଂକ୍ଷିପ୍ତ ସ୍ତୋତ୍ର ପାଠ। ଜୟ ॐ ब्रह्मानन्दं परमो सुखदं केवलं ज्ञानमूर्तिं द्वन्द्वातीतं गगनसदृशं तत्त्वमस्यादिलक्ष्यम् एकं नित्यं विमलमचलं सर्वधि साक्षिभूतं भावातीतं त्रिगुणरहितं सद्गुरुं तं नमामि। ଜୟ ଅଭୟ ବାଣୀ। ଶ୍ରୀମୁଖ କଥିତ ଦ୍ୱିତୀୟ ଖଣ୍ଡ। ଠାକୁର ଆଜି କହୁଛନ୍ତି, ତୁମେମାନେ ବିଶ୍ୱାସ କରି ମୋ ଉପରେ ନିର୍ଭର କର, ମତେ ସବୁ ଭାର ଦିଅ, କିଛି ମାଗିବାକୁ ହବ ନାହିଁ, କିଛି ପ୍ରାର୍ଥନା କରିବାକୁ ହେବ ନାହିଁ। ତୁମମାନଙ୍କର ଯେଉଁଥିରେ ହିତ ହେବ ମୁଁ ତମର ବ୍ୟବସ୍ଥା କରିବି। ତୁମେମାନେ ବିଶ୍ୱାସ କରି ମୋ ଉପରେ ନିର୍ଭର କର, ମତେ ସବୁ ଭାର ଦିଅ, କିଛି ମାଗିବାକୁ ହବ ନାହିଁ, କିଛି ପ୍ରାର୍ଥନା କରିବାକୁ ହେବ ନାହିଁ। ତୁମମାନଙ୍କର ଯେଉଁଥିରେ ମଙ୍ଗଳ ହେବ ମୁଁ ତାହାର ବ୍ୟବସ୍ଥା କରିବି। ତୁମେମାନେ ଯଦି ବିଶ୍ୱାସ କର, ତେବେ ବିଶିଷ୍ଟ କୌଣସି ସାଧନ ଭଜନ ନ କରି ଗୁରୁଙ୍କ କୃପାରୁ ତୁମମାନଙ୍କର ସବୁ ହୋଇଯିବ। ତୁମମାନେ ଯଦି ବିଶ୍ୱାସ କର, ବିଶ୍ୱାସ କରିକି ତାଙ୍କ ପଥରେ ଆମେ ଯଦି ଗତି କରୁ, ତାଙ୍କ ଆଦେଶ ଉପଦେଶକୁ ଠିକ ଠିକ ଭାବରେ ମାନୁ, ତାହେଲେ ତାଙ୍କର କୃପା ଆମ ଉପରେ, କୃପାକୁ ଆମେ ଧାରଣ କରିପାରିବା। ସେ କଥା ଆଜି କହୁଛନ୍ତି, ତମାନେ ଯଦି ବିଶ୍ୱାସ କର, ତେବେ ବିଶିଷ୍ଟ କୌଣସି ସାଧନ ଭଜନ ନ କରି ମଧ୍ୟ କେବଳ ଗୁରୁଙ୍କ କୃପାରୁ ତୁମମାନଙ୍କର ସବୁ ହୋଇଯିବ। ସଦ୍ଗୁରୁଙ୍କର ଶିଷ୍ୟ ହେଲେ ଯେ 3 ଜନ୍ମରେ ମୁକ୍ତି ପାଇବ ତାର କୌଣସି ମାନେ ନାହିଁ। ସଦ୍ଗୁରୁଙ୍କ ଶିଷ୍ୟ ହେଲେ ଯେ 3 ଜନ୍ମରେ ମୁକ୍ତି ପାଇବ ତାର କିଛି ମାନେ ନାହିଁ। ତେବେ ମୋ କଥା ମୁଁ କହିପାରେ, ତାଙ୍କ ନିଜ କଥା। ମୋର ଅନୁଗତ ଶିଷ୍ୟମାନେ ତ 3 ଜନ୍ମର ମୁକ୍ତି ପାଇବେ, ଏପରିକି ଶିଷ୍ୟ ହୋଇ ମଧ୍ୟ ଯେଉଁମାନେ ମୋର ବିରୁଦ୍ଧାଚରଣ କରିବେ ସେମାନଙ୍କର ମଧ୍ୟ ମୁକ୍ତି 3 ଜନ୍ମର ହେବ। 3 ଜନ୍ମରୁ ବେଶୀ ଲାଗିବ ନାହିଁ। ଗୁରୁଗିରିର ଭାର ନେବା ସମୟରେ ମୁଁ ଗୁରୁଙ୍କ ଠାରୁ ଏହି କଣ୍ଟ୍ରାକ୍ଟ କରି ଆସିଅଛି। ତେଣୁ ତୁମମାନଙ୍କର ଭାବନା କଣ?
ତୁମେ ମାନେ ପରମ ଭାଗ୍ୟବାନ। ମୁକ୍ତି ତୁମ୍ଭ ମାନଙ୍କର କରତଳଗତ। ତୁମ୍ଭେ ମାନେ ଖାଇବ ପିଇବ ଆନନ୍ଦ କରିବ ଆଉ ଖୁବ କରି ନାଚିବ। ସବୁ ଦାୟିତ୍ୱ ମୋର। ତୁମେ ମାନେ ମୋର ଏପାରିର କର୍ମ ନେଇଥାଅ, ମୁଁ ତୁମମାନଙ୍କର ସେପାରିର ଭାର ନେବି। ବ୍ୟବହାରିକ ହିସାବରେ ତୁମମାନଙ୍କ ମଧ୍ୟରେ କେହି ଛୋଟ କେହି ବଡ଼ ଏସବୁ ଥିଲେ ମଧ୍ୟ ପାଉଣା ପାଇଲା ବେଳେ କାହାରି ମଧ୍ୟ କମ ହବ ନାହିଁ। ଗୋଟିଏ ବାପର 5ଟି ପୁଅ, ସେମାନଙ୍କ ମଧ୍ୟରେ କେହି ପଣ୍ଡିତ କେହି ବା ମୂର୍ଖ, କେହି କର୍ମୀ, କେହି ବା ଅଳସୁଆ ଏମିତି ଥାନ୍ତି। କିନ୍ତୁ ପୈତୃକ ସମ୍ପତ୍ତି ଯେତେବେଳେ ଭାଗବଣ୍ଟା ହୁଏ ସେତେବେଳେ ସମସ୍ତଙ୍କର କଡ଼ା ଗଣ୍ଡାରେ ସମାନ ଅଧିକାର ଥାଏ। ଜୟ ଅନୁରୋଧ ପ୍ରାର୍ଥନା। ସେ ଚରଣ ତଳେ ଆଜି ମାଗେ ଶରଣ, ସେ ଚରଣ ତଳେ ଆଜି ମାଗେ ଶରଣ। ଦୟାମୟ ଗତିର ଗତି କାରଣ, ସେ ଚରଣ ତଳେ ଆଜି ମାଗେ ଶରଣ, ସେ ଚରଣ ତଳେ ଆଜି ଦିଅ ଦୁଃଖ ଦିଅ ଶୋକ ନାହିଁ ମୋର ଚିନ୍ତା ଦକ, ଦିଅ ଦୁଃଖ ଦିଅ ଶୋକ ନାହିଁ ମୋର ଚିନ୍ତା ଦକ, ପାଶୋରିବି ସବୁ ହେରି, ପାଶୋରିବି ସବୁ ହେରି ଚନ୍ଦ୍ରବଦନ, ସେ ଚରଣ ତଳେ ଆଜି ମାଗେ ଶରଣ, ସେ ଚରଣ ତଳେ ଆଜି ସୁଖ ଶାନ୍ତି ଦେବ ଯେବେ ଆନନ୍ଦେ ମାତିବି ତେବେ, ସୁଖ ଶାନ୍ତି ଦେବ ଯେବେ ଆନନ୍ଦେ ମାତିବି ତେବେ, ଅକଳନ କରୁଣା ମୋ କରି ଚିନ୍ତନ, ଅକଳନ କରୁଣା ମୋ କରି ଚିନ୍ତନ, ସେ ଚରଣ ତଳେ ଆଜି ମାଗେ ଶରଣ। ନୟନରୁ ପ୍ରେମ ବାରି ପଡୁଥିବ ଝରି ଝରି, ନୟନରୁ ପ୍ରେମ ବାରି ପଡୁଥିବ ଝରି ଝରି, ସରାଗେ ମୁଁ ଧୋଇବି ସେ, ସରାଗେ ମୁଁ ଧୋଇବି ସେ ରଙ୍ଗ ଚରଣ, ସରାଗେ ମୁଁ ଧୋଇବି ସେ ରଙ୍ଗ ଚରଣ, ସେ ଚରଣ ତଳେ ଆଜି ମାଗେ ଶରଣ, ସେ ଚରଣ ଆଜିରେ ଶପଥ ନେଲି ଏ ଜୀବନ ସମ୍ପି ଦେଲି, ଆଜିରେ ଶପଥ ନେଲି ଏ ଜୀବନ ସମ୍ପି ଦେଲି, ଅଧମ ଜନରେ ଦିଅ, ଅଧମ ଜନରେ ଦିଅ ନବ ଜୀବନ, ସେ ଚରଣ ତଳେ ଆଜି ମାଗେ ଶରଣ,
दयामय तेरा गति कारण से चरण तले आजी। जय गुरु। ଆମେ ପୁରାତନ ଆର୍ୟ ଦର୍ଶନର ସାଧୁ ଚରିତମାଳା ଧାରାବାହିକ ଭାବରେ ବିଭିନ୍ନ ସାଧୁ ସନ୍ତଙ୍କର ଜୀବନୀ, ଠାକୁରଙ୍କର ସମ୍ପାଦିତ ଅନୁମୋଦିତ ଆର୍ୟ ଦର୍ପଣରୁ ଆମେ ପାଠ କରୁଥିଲୁ। ସେହି ପ୍ରସଙ୍ଗ ଆଜି ଆମେ ପଢ଼ିବା। ଆମର ବୀର ଭାଇ ତାକୁ ଅନୁବାଦ କରି ସୁନ୍ଦର ଭାବରେ ପଢ଼ନ୍ତି। ଆଜି ଟିକେ ତାଙ୍କର ଅସୁବିଧା କାରଣରୁ ସେ ସେବାଟି ମତେ କରିବାର ସୌଭାଗ୍ୟ ମିଳିଛି। ଭାଇ ଟିକେ ଆଜି ପଢି ପାରୁନାହାନ୍ତି, ମତେ ଟିକେ ସୁଯୋଗ ମିଳିଛି। ଆଜି ଆମେ ସେଇପରି ଜଣେ ସାଧୁ ମହାପୁରୁଷଙ୍କ ପ୍ରସଙ୍ଗ ମହାତ୍ମା ସୁବଳ ଦାସ ପ୍ରସଙ୍ଗ କରିବା। ସାଧୁ ସୁବଳ ଦାସ ପୁଣ୍ୟଭୂମି ଶ୍ରୀହଟ୍ଟ ଜିଲ୍ଲା ଶ୍ରୀ ଶ୍ରୀ ଗୌରାଙ୍ଗ ମହାପ୍ରଭୁଙ୍କର ପିତୃପୁରୁଷ ମାନଙ୍କର ପୁଣ୍ୟଭୂମି ଶ୍ରୀହଟ୍ଟ ଜିଲ୍ଲା ଶ୍ରୀ ଶ୍ରୀ ଗୌରାଙ୍ଗ ମହାପ୍ରଭୁଙ୍କର ପିତୃପୁରୁଷ ମାନଙ୍କର ଆବାସ ସ୍ଥଳ ଏବଂ ଅନେକ ସାଧୁ ମହାତ୍ମାଙ୍କର ପୂତ ରଜସ୍ପର୍ଶ ଦ୍ୱାରା ପବିତ୍ରକୃତ। ଏହି ଜିଲ୍ଲାର ଗୋଟିଏ କ୍ଷୁଦ୍ର ପଲ୍ଲୀରେ ସୁବଳ ଦାସ ଜନ୍ମଗ୍ରହଣ କରିଥିଲେ। ସେ ଜାତିରେ ଶୂଦ୍ର ଏବଂ ମଧ୍ୟବିତ୍ତ ଗୃହସ୍ଥର ସନ୍ତାନ। ଏହାଙ୍କ ପୂର୍ବପୁରୁଷ ସେମାନଙ୍କ ମଧ୍ୟର ଏହାଙ୍କ ପୂର୍ବପୁରୁଷ ଗଣଙ୍କ ସମ୍ପର୍କରେ ବିଶେଷ କିଛି ତଥ୍ୟ ମିଳେ ନାହିଁ। ତେବେ ସେମାନଙ୍କ ମଧ୍ୟରେ ଅନେକ ସତ୍ୟନିଷ୍ଠ, ନ୍ୟାୟପରାୟଣ, ଦେବଦ୍ୱିଜ ଭକ୍ତିପରାୟଣ ବ୍ୟକ୍ତି ଥିଲେ। ବାଲ୍ୟକାଳରେ ଉପଯୁକ୍ତ ଶିକ୍ଷା ପାଇବାର ସୁଯୋଗ ନ ପାଇଲେ ମଧ୍ୟ ସୁବଳ ଦାସ ସ୍ୱଭାବରେ ପରୋପକାରୀ, ଦୟାଳୁ ଓ ସତ୍ୟନିଷ୍ଠ ଥିଲେ। ସୁତରାଂ ଗ୍ରାମସ୍ଥ ସମସ୍ତେ ତାଙ୍କୁ ସ୍ନେହ ଦୃଷ୍ଟିରେ ଦେଖୁଥିଲେ। ଯେଉଁ ସ୍ଥାନରେ ହରିନାମ ସଂକୀର୍ତ୍ତନ ବା ଶାସ୍ତ୍ରାଦି ଚର୍ଚ୍ଚା ହେଉଥାଏ, ବାଳକ ସୁବଳ ପୂର୍ବରୁ ଯାଇ ସେ ସ୍ଥାନରେ ଉପସ୍ଥିତ ହୋଇ ଅତି ଶ୍ରଦ୍ଧାର ସହିତ ସେହି ଅନୁଷ୍ଠାନ ମାନଙ୍କରେ ଯୋଗଦାନ କରନ୍ତି। ସାଧୁ ସନ୍ନ୍ୟାସୀ ମାନଙ୍କୁ ସେ ଅତିଶୟ ଭକ୍ତି କରୁଥିଲେ। ଏହି ଭାବରେ କିଛି ଦିନ ଅତିବାହିତ ହେଲା। ପରେ ସୁବଳ ଦାସ ଯୌବନ ଦଶାରେ ଉପନୀତ ହେଲା। ବାଲ୍ୟକାଳର କୋମଳ ପ୍ରବୃତ୍ତି ଗୁଡ଼ିକ କ୍ରମଶଃ ତିରୋହିତ ହେବାକୁ ଲାଗିଲା। ବୟସ ହେବା ସଙ୍ଗେ ସଙ୍ଗେ ଉପଯୁକ୍ତ ସଙ୍ଗୀ ମଧ୍ୟ ମିଳିଲେ। ଯୌବନର ସତ ପ୍ରଲୋଭନ ଆସି ତାଙ୍କ ନିକଟରେ ଉପସ୍ଥିତ ହେଲା। ବାଲ୍ୟକାଳର ସେହି ଅମ୍ୟମଧୁର ଭାବ ଗୁଡ଼ିକ କିଛି ଦିନ ପାଇଁ ମେଘାଚ୍ଛନ୍ନ ସୂର୍ଯ୍ୟଙ୍କ କିରଣ ଭଳି ଆବୃତ ହୋଇ ରହିଲା। ସୁବଳ ଦାସ ଆଜି ବିବାହ କରି ସଂସାରୀ ସାରିଛନ୍ତି, କିନ୍ତୁ ଏହି ସାଜ ଯେଭଳି ତାଙ୍କର ଉପଯୁକ୍ତ ନୁହେଁ। ତେଣୁ ମଧ୍ୟେ ମଧ୍ୟେ ବିବେକ ତାଙ୍କର ଚୈତନ୍ୟ। ଗୋଟେ ମିନିଟ।
ସୁବଳ ଦାସ ଆଜି ବିବାହ କରି ସଂସାରୀ ସାଜିଛନ୍ତି, କିନ୍ତୁ ଏହି ସାଜ ଯେଭଳି ତାଙ୍କର ଉପଯୁକ୍ତ ନୁହେଁ। ତେଣୁ ମଧ୍ୟେ ମଧ୍ୟେ ବିବେକ ତାଙ୍କର ଚୈତନ୍ୟ ଉତ୍ପାଦନ କରିବାର ପ୍ରୟାସର ଲକ୍ଷଣ ଦେଖାଇଥାଏ। କିନ୍ତୁ କାମିନୀ କାଞ୍ଚନ ଯେଭଳି ପ୍ରଲୋଭିତ କରି ପରକ୍ଷଣରେ ଭୋଗବିଳାସ ଦିଗକୁ ବାସନାର ଅତଳ ତଳକୁ ଟାଣି ନେଇଥାଏ, କ୍ରମଶଃ ଏହି ଉଭୟବିଧ ପ୍ରତିଯୋଗିତା ଦ୍ୱାରା ନିଷ୍ପେଷିତ ହୋଇ ତାଙ୍କ ହୃଦୟ ରାଜ୍ୟରେ ଅଶାନ୍ତିର ଅନଳ ପ୍ରଜ୍ୱଳିତ ହୋଇ ଉଠିଲା। କିଛି ଦିନ ପୂର୍ବରୁ ଯେଉଁ କାମିନୀ କାଞ୍ଚନ ସୁଖ ଶାନ୍ତିର ଉତ୍ସ ମନେକରି ତାହାକୁ ପ୍ରେମାଲିଙ୍ଗନରେ ଆବଦ୍ଧ କରି ରଖିଥିଲା, ଆଜି ସେ ସବୁ ବିଷବତ୍ ବୋଲି ମନେ ହେବାକୁ ଲାଗିଲା। କିନ୍ତୁ କରିବେ ବା କଣ? ମାନେ ତାଙ୍କର ଯେତେ ପୂର୍ବର ସଂସ୍କାର ଥିଲା, ମାନେ ହରିନାମ ସଂକୀର୍ତ୍ତନ କରିବା, ଭଗବାନଙ୍କ କଥା ଶୁଣିବା, ଏଇ ସବୁ କାରଣରୁ ତାଙ୍କ ବିବାହ କରି କାମିନୀ କାଞ୍ଚନରେ ମାତିଗଲେ ମଧ୍ୟ ପରବର୍ତ୍ତୀ କାଳରେ ସୁବ୍ରତକୁ ଆବଦ୍ଧ କରି ରଖିପାରିଲା ନାହିଁ। এই ସମୟରେ ଭକ୍ତାଭୀଷ୍ଟ ପୂର୍ଣ୍ଣ କରି ଭଗବାନ ଭକ୍ତର ଭାର ଲାଘବ ପାଇଁ ଯେପରି ତାଙ୍କର ପ୍ରିୟତମା ପତ୍ନୀଟି ରୂପରେ ଜଗତରୁ ଅପସୃତ କରିଦେଲେ। ପ୍ରିୟତମା ପତ୍ନୀଟିକୁ ଜଗତରୁ ଅପସୃତ କରିଦେଲେ। ସୁବଳ ଦାସ ଦୀର୍ଘଶ୍ୱାସ ପକାଇ ବଞ୍ଚିବାର ରାହା ପାଇଗଲେ। ଏତେ ଦିନେ ତାଙ୍କର ସଂକଳ୍ପ ସିଦ୍ଧ ହେବାକୁ ଲାଗିଲା। ଯଥାସ୍ଥାନେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମାପନ କରିକି ସ୍ତ୍ରୀଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମାପନ କରି ସ୍ଥିର ଭଗବାନ ଯେତେବେଳେ କୃପା କରି ପାଶମୁକ୍ତ କରିଦେଇଛନ୍ତି, ଭଗବାନ ଯେତେବେଳେ କୃପା କରି ତାଙ୍କୁ ପାଶମୁକ୍ତ କରିଦେଇଛନ୍ତି, ସେତେବେଳେ ଆଉ ଇଚ୍ଛା କରି ପାଶବଦ୍ଧ ହେବେ ନାହିଁ। ଏହି କ୍ଷଣଭଙ୍ଗର ସଂସାରରେ ଯାହା କଲେ ଶାନ୍ତି ମିଳିବ, ସେଥିପାଇଁ ଚେଷ୍ଟା କରିବା ଦରକାର। ଏହି ସମୟରେ ଜଣେ ବୈଷ୍ଣବ ସାଧୁଙ୍କ ସହିତ ତାଙ୍କର ସାକ୍ଷାତ ହେଲା। ସେ ସୁବଳ ଦାସକୁ ବୁଝାଇ ଦେଲେ, ସଂସାର ଅନିତ୍ୟ, ଏଠାରେ କାମନାର ସ୍ଥାନ ନାହିଁ। ଯଦି କିଛି କାମନା କରିବ, ତାହେଲେ ତାହା ଶ୍ରୀ ଭଗବାନଙ୍କର ଶ୍ରୀ ରାତୁଳ ଚରଣ ସରୋଜ। ଯଦି କିଛି କାମନା କରିବ, ତାହା ହଉଛି ଭଗବାନଙ୍କର ରାତୁଳ ଚରଣ ସରୋଜ। ସାଧୁଙ୍କ ଉପଦେଶରେ ସୁବଳଙ୍କର ବୈରାଗ୍ୟ ଜନ୍ମିଲା। ସଂସାରର ସୁଖ ଶାନ୍ତିରେ ଜଳାଞ୍ଜଳି ଦେଇ ପୂର୍ବୋକ୍ତ ବୈଷ୍ଣବ ସାଧୁଙ୍କ ଆଖଡ଼ାକୁ ଯାଇ ଭେକ ଗ୍ରହଣ କଲେ, ମାନେ ସନ୍ନ୍ୟାସୀ ଭେକ। ଭେକ ଗ୍ରହଣ ପରେ ସୁବଳ ଦାସଙ୍କ ହୃଦୟରେ ସାତ୍ବିକ ଲକ୍ଷଣ ମାନ ପ୍ରକାଶ ପାଇଲା। ସର୍ବଦା ନାମ ଗାନରେ ବିଭୋର ରହିବାକୁ ଲାଗିଲେ। ନାମଙ୍କ ମହାତ୍ମ୍ୟରୁ ଶରୀରରେ ପୁଲକ ହର୍ଷ ପ୍ରଭୃତି ଲକ୍ଷଣ ଦେଖାଗଲା ଓ ଭାବର ଉଦୟ ହେବାକୁ ଲାଗିଲା। ଦିବାରାତ୍ର ବୋଧ ନାହିଁ, ଆହାର ବିହାର ପ୍ରତି ବିକ୍ଷେପ ନାହିଁ, ସଦାସର୍ବଦା ହରିନାମ ସଂକୀର୍ତ୍ତନ କରି ପାଗଳ ପରି ରହିଥାନ୍ତି। ସେ ସମୟରେ ଯେଉଁମାନେ ତାଙ୍କୁ ଦେଖିଛନ୍ତି, ସେ ବିସ୍ମିତ ହୋଇଛନ୍ତି। ନାମ ମନୁଷ୍ୟକୁ ଯେ ଏଭଳି ପାଗଳ କରିପାରେ, ତାଙ୍କର ଭାବ ଦେଖି ଅନେକ ନାସ୍ତିକଙ୍କର ହୃଦୟ ମଧ୍ୟ ତରଳିଗଲା। କାଳକ୍ରମେ ସୁବଳ ଦାସ ଭକ୍ତ ବୋଲି ସେ ଅଞ୍ଚଳରେ ପରିଚିତ ହେବାକୁ ଲାଗିଲେ। ତାଙ୍କୁ ଦର୍ଶନ କରିବା ପାଇଁ ଦଳ ଦଳ ହୋଇ ଲୋକମାନେ ଆସି ଭିଡ଼ ଜମାଇବାକୁ ଲାଗିଲେ। ତାହାଙ୍କ ଉପଦେଶ ମାନ ଗ୍ରହଣ କରି କର୍ଣ୍ଣକୁହର ପରିତୃପ୍ତ କରିବା ପାଇଁ ତାଙ୍କ ନିକଟରେ ଉପସ୍ଥିତ ହେବାକୁ ଲାଗିଲେ। ତାଙ୍କୁ ନେଇ ଲୋକମାନେ ହରିନାମ ସଂକୀର୍ତ୍ତନ କରନ୍ତି ଓ କହନ୍ତି, କଳି ଯୁଗରେ ନାମ ଛଡା ଆଉ କିଛି ନାହିଁ। ଯଥା ହରିର୍ନାମେ ହରିର୍ନାମ ହରିର୍ନାମୈବ କେବଳ, ହରିର୍ନାମ ହରିର୍ନାମ ହରିର୍ନାମୈବ କେବଳ, କଳୌ ନାସ୍ତେବ 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 ଗତି ଅନ୍ୟଥା। ତାଙ୍କର ନିଜର କୌଣସି ସଂକୋଚ ନଥିଲା, କିମ୍ବା ସେ ସେବା ଦାସୀ ମଧ୍ୟ ଗ୍ରହଣ କରି ନଥିଲେ।
ସେ ଅଧିକାଂଶ ସମୟ ବାହାଦୁରପୁର ମହାପ୍ରଭୁଙ୍କ ଆଶ୍ରମ ଓ ମଧୁପୁର ନିବାସୀ ଶ୍ରୀଯୁକ୍ତ ଦୟାଲ କୃଷ୍ଣ ଦେବ ମହାଶୟଙ୍କ ଗୃହରେ ଅବସ୍ଥାନ କରନ୍ତି ଏବଂ ହରିନାମ ସଂକୀର୍ତ୍ତନ କରି ସମୟ ଅତିବାହିତ କରନ୍ତି। ଭିକ୍ଷାଦି କରି ଯାହା ବଳକା ରହେ ତାହା ଗରିବ ଦୁଃଖୀ ମାନଙ୍କୁ ବିତରଣ କରିଦିଅନ୍ତି। ମାନେ ଭିକ୍ଷା କରିବେ, ନିଜେ ଖାଇସାରିଲା ପରେ ଯାହା ବଳିଲା ତାକୁ ଗରିବ ଦୁଃଖୀ ମାନଙ୍କୁ ବିତରଣ କରିଦେବେ। ଏଭଳି ଦେଖାଯାଇଛି ଯେ ଅନେକ ପିତୃମାତୃ ଦାୟଗ୍ରସ୍ତ ବା ଅନ୍ୟାନ୍ୟ ଅଭାବଗ୍ରସ୍ତ ବ୍ୟକ୍ତି ଏହି ଭିକ୍ଷୁକଙ୍କ ନିକଟରେ ଯାହା ଦାନ ସ୍ୱରୂପ ପାଇଛନ୍ତି ତାହା ରାଜା ଜମିଦାରଙ୍କ ନିକଟରୁ ମଧ୍ୟ ପାଇନାହାନ୍ତି। ମାନେ ଆଙ୍କ ନିକଟରୁ ଦାନରେ ଯେତିକି ପାଇଛନ୍ତି ରାଜା ମହାରାଜା ତାଙ୍କୁ ଦାନ ଦେଇଥିଲେ ବି ସେତିକି ଦେଇନାହାନ୍ତି। ସେ ମଧ୍ୟ ଅନେକ ସାଧୁ ସଜ୍ଜନ ବ୍ରାହ୍ମଣ ବୈଷ୍ଣବ ଓ ଦୁଃଖୀ ମାନଙ୍କୁ ନିମନ୍ତ୍ରିତ କରି ମହୋତ୍ସବ ଦିଅନ୍ତି ଏବଂ ପରିତୃପ୍ତିର ସହିତ ଭୋଜନ କରାଇ ବିମଳାନନ୍ଦ ଉପଭୋଗ କରନ୍ତି। ସାଧାରଣ ଲୋକଙ୍କର ବିଶ୍ୱାସ ଯେ ବୈଷ୍ଣବ ସମ୍ପ୍ରଦାୟର ବ୍ୟକ୍ତି ମାତ୍ରେ ହିଁ ଲମ୍ଫଟ ଓ ଜୁଆଖୋର, ସେମାନଙ୍କ ମଧ୍ୟରେ ଧର୍ମ ବୋଲି କିଛି ନାହିଁ। ବାସ୍ତବରେ ଗୌଡୀୟ ସମ୍ପ୍ରଦାୟର ଅଧପତନ ଦେଖି ସମସ୍ତେ ତାହାଙ୍କୁ ଏହିଭଳି ଆଖ୍ୟା ଦେଇଥାନ୍ତି। କିନ୍ତୁ ମହାପ୍ରଭୁଙ୍କ ପ୍ରବର୍ତ୍ତିତ ପଥ କୌଣସି ମତେ କୁପଥ ହୋଇନପାରେ। ଆମେ ମହାପ୍ରଭୁଙ୍କ ପଥ ସବୁ ଜାଣିଛେ, କେତେ କଠୋର, କେତେ ମାନେ ସନ୍ନ୍ୟାସ ଧର୍ମଟାକୁ ମହାପ୍ରଭୁ କେତେ କଡାକଡି କରିଥିଲେ ବୈଷ୍ଣବ ମାନଙ୍କ ପ୍ରତି। ତାହା କଣ କେତେବେଳେ ଏତେ କୁପଥ ହୋଇପାରେ? ଲୋକମାନେ ତାହାର ପ୍ରକୃତ ମର୍ମ ବୁଝି ନ ପାରି ଏହାକୁ ବିକୃତ କରିଦେଇଛନ୍ତି। ଯାହା ହେଉ, ଏହି ପନ୍ଥା ଯେ ପ୍ରକୃତ ଲୋକ ବା ସିଦ୍ଧ ମହାତ୍ମା ନାହାନ୍ତି, ଏହି ପନ୍ଥାରେ ଯେ ପ୍ରକୃତ ଲୋକ ବା ସିଦ୍ଧ ମହାତ୍ମା ନାହାନ୍ତି, ଏଇଭଳି ଧାରଣା କରିବା କଦାପି ଉଚିତ ନୁହେଁ। ସୁବଳ ଦାସକୁ ଅନେକ ଏହିଭଳି କପଟାଚାରୀ ବୋଲି ବିଦ୍ରୂପ କରୁଥିଲେ। ଅନେକ ତାଙ୍କୁ ଜଣେ ସାଧାରଣ ବୈଷ୍ଣବ ବୋଲି ମନେ କରିଥିଲେ, କିନ୍ତୁ ଭକ୍ତ ମାତ୍ରେ ହିଁ ତାଙ୍କର ଉନ୍ନତ ଅବସ୍ଥା ଉପଲବ୍ଧି କରି ମୁଗ୍ଧ ହୋଇ ପଡନ୍ତି। ମାନେ ଯୋଉମାନେ ସାଧାରଣ ବ୍ୟକ୍ତି ତାଙ୍କୁ ସେମାନେ ମନେ କଲେ ଗୋଟେ ସାଧାରଣ ଲୋକ, କି ଲମ୍ପଟ, କି ଚୋର, କି ଧର୍ମ ନାମରେ ନିଜର ପୋଷଣ କରୁଛନ୍ତି। ଯୋଉମାନେ ଭକ୍ତ, ଯୋଉମାନେ ଭଗବତ ଅନୁରାଗୀ, ସିଏ ତାଙ୍କୁ ଉଚ୍ଚ ସ୍ତରର ସାଧୁ ମହାପୁରୁଷ ବୋଲି ତାଙ୍କୁ ଗୁଣରେ ମୁଗ୍ଧ ହୋଇଯାଆନ୍ତି। ଯାହା ହଉ, ଭକ୍ତ ସୁବଳ ଦାସ ଆଦରରେ ହେଉ ବା ଅନାଦରରେ ହେଉ ପୃଥିବୀର ଏକ ନିଭୃତ ପ୍ରାନ୍ତରେ ଅବସ୍ଥାନ କରି ଯେଉଁ ଜ୍ଞାନର ଆଲୋଚନା କରିଛନ୍ତି, ଯେଉଁ ଶାନ୍ତିର ଉପଲବ୍ଧି କରିଥିଲେ, ପୃଥିବୀରେ ଅଧୁନା କେତେ ଜଣ ଭାଗ୍ୟବାନ ବ୍ୟକ୍ତି ଅଛନ୍ତି ତାହା କୁହାଯାଇ ପାରିବ ନାହିଁ। ଯେଉଁମାନେ କୌଣସି ମତେ ଏହିଭଳି ଶାନ୍ତି ସୁଧାର ସେ ଆସ୍ୱାଦନ କରିଅଛନ୍ତି, ଯାହା ହେଉ, ଭକ୍ତ ସୁବଳ ଦାସ ଆଦରରେ ହେଉ ବା ଅନାଦରରେ ହେଉ ପୃଥିବୀର ଏକ ନିଭୃତ ପ୍ରାନ୍ତରରେ ଅବସ୍ଥାନ କରି ଯେଉଁ ଜ୍ଞାନର ଆଲୋଚନା କରିଛନ୍ତି, ଯେଉଁ ଶାନ୍ତିର ଉପଲବ୍ଧି କରିଛନ୍ତି, ପୃଥିବୀରେ ଅଧୁନା କେତେ ଜଣ ଭାଗ୍ୟବାନ ବ୍ୟକ୍ତି ଅଛନ୍ତି ତାହା କୁହାଯାଇ ପାରିବ ନାହିଁ। ଯେଉଁମାନେ କୌଣସି ମତେ ଏହିଭଳି ଶାନ୍ତି ସୁଧାର ସେ ଆସ୍ୱାଦନ କରିଛନ୍ତି। ମାନେ ସିଏ ଯେମିତି ସରଳ ପ୍ରାଣ, ନାମ ଜପ ସଂକୀର୍ତ୍ତନ, ଦୁଃଖୀ ଦରିଦ୍ରଙ୍କୁ ଦାନ, ନିଜେ ଭିକ୍ଷା କରି ଚଳୁଛନ୍ତି ତଥାପି ଦାନ ଦଉଛନ୍ତି। ଏଇଭଳି ଭାବରେ ଚଳିକିରି ଯୋଉ ଶାନ୍ତି ସୁଧାର ସେ ଜଗତକୁ ଦାନ କରିଛନ୍ତି, ସେହିଭଳି କେତେ ଜଣ ଅଛନ୍ତି ତାହା କେତେ ମାନେ ଏତେ ମିନିମମ୍ ଅଛନ୍ତି ସେ କଥାଟା କହିହବନି। ଅଛନ୍ତି କି ନାହାନ୍ତି ଏ କଥା ବି ସନ୍ଦେହ। ଏହିଭଳି କିଛି ଦିନ ନାମ ମହାତ୍ମା ପ୍ରଚାର କରି ସୁବଳ ଦାସ ଦିନେ ଦୟାଲ ବାବୁଙ୍କୁ କହିଲେ, ଦୟାଲ ବାବୁଙ୍କ ଘରେ ରହୁଥିଲେ, ତାଙ୍କୁ କହିଲେ, ଭାଇ, ଜୀବର ପରମ ସୁଖ କଥା କୁହାଯାଇ ପାରିବ ନାହିଁ। ମୁଁ କେତେବେଳେ ଅଛି, ପୁଣି କେତେବେଳେ ନାହିଁ। ମୋର ଗୋଟିଏ ଇଚ୍ଛା ଥିଲା, ପୂରଣ କରିବେ କି? ମୋର ମନେ ହେଉଛି ଜୀବ ସେବା ହିଁ ପରମ ଧର୍ମ। ମନୁଷ୍ୟକୁ ଖାଇବାକୁ ଦେବା ଠାରୁ ଆଉ କୌଣସି ଭଲ କାର୍ଯ୍ୟ ଅଛି ବୋଲି ମୁଁ ମନେ କରିପାରୁନାହିଁ। ତେଣୁ ମୋର ଇଚ୍ଛା କେତେ ଜଣ ସାଧୁ ସଜ୍ଜନ ବ୍ରାହ୍ମଣ ଖୁଆଇବାକୁ। ଆପଣ ଏ ବିଷୟରେ ସାହାଯ୍ୟ କରିବେ କି? ଦୟାଲ ବାବୁ ସୁବଳ ଦାସଙ୍କର ପରମ ଭକ୍ତ ଥିଲେ। ସେ ସୁବଳ ଦାସକୁ ନିଜ ଘରେ ସ୍ଥାନ ଦେଇ
ଯଥାଯୋଗ୍ୟ ସେବା କରନ୍ତି ଏବଂ ଯେତେବେଳେ ସେ ଯାହା ଆଦେଶ କରନ୍ତି ଦୟାଲ ବାବୁ ଅକପଟ ଭାବରେ ତାହା ତତ୍କ୍ଷଣାତ୍ ପାଳନ କରିଥାନ୍ତି। ସୁତରାଂ ସୁବଳ ଦାସଙ୍କ ପ୍ରସ୍ତାବ ସେ ଆନନ୍ଦର ସହିତ ଅନୁମୋଦନ କରନ୍ତି ଏବଂ ସାହାଯ୍ୟ କରିବା ପାଇଁ ସେତେବେଳେ କୃତ ସଂକଳ୍ପ ହୋଇଥିଲେ। ନିର୍ଦ୍ଦିଷ୍ଟ ଦିବସରେ ମହୋତ୍ସବ ଆରମ୍ଭ ହେଲା। ଆହାର୍ଯ୍ୟ ସାମଗ୍ରୀର ପ୍ରଚୁର ଆୟୋଜନ ହେଲା। ଅଗଣିତ ବ୍ରାହ୍ମଣ ବୈଷ୍ଣବ ମାନଙ୍କର ସମାଗମ ହେବାକୁ ଲାଗିଲା। ସୁବଳ ଦାସ ବାବାଜୀଙ୍କର ଆଜି ଆନନ୍ଦର ସୀମା ନାହିଁ। ସମାଗତ ବ୍ୟକ୍ତିମାନଙ୍କୁ ସମାଦର ଓ ସେବା ଶୁଶ୍ରୂଷା ପାଇଁ ଜଣେ ସୁବଳ ଯେପରି ଶତ ଶତ ସୁବଳରେ ପରିଣତ ହୋଇଯାଇଛନ୍ତି। ମାନେ ସେ ଏମିତି ଭାବରେ ସେବା କରୁଥିଲେ ସେତିକି ସେ 100 ଜଣ ଲୋକ ସବୁ ସାଧୁଙ୍କର ସେବା କରୁଛନ୍ତି, ସବୁ ଅତିଥି ମାନଙ୍କ ସେବା କରୁଛନ୍ତି, ସେଇଭଳି ଭାବରେ ସେବା କରୁଥିଲେ। ମାନେ ସେମିତି ଦେଖାଯାଉଥିଲା ସେତିକି ଜଣେ ସୁବଳ 100ଟା ସୁବଳ ହେଇଯାଇଛନ୍ତି ଅତିଥି ଅଭ୍ୟାଗତଙ୍କ ସେବା କରିବା ପାଇଁ। ସମସ୍ତେ ଯେପରି ଯଥାଯୋଗ୍ୟ ସମାଦର ଲାଭ କରି ତୃପ୍ତି ଅନୁଭବ କରିବାକୁ ଲାଗିଲେ ଯେ ଭକ୍ତ ହୃଦୟ ବୁଝିପାରି ଭକ୍ତର ଗଦଗଦ ହୋଇ ଉଠିଲେ। ଭକ୍ତର ହୃଦୟ ବୁଝିପାରି ଭକ୍ତିରେ ଗଦଗଦ ହୋଇ ଉଠିଲେ ଯେଉଁମାନେ ଆସିଥିଲେ। ସମାଗତ ବ୍ୟକ୍ତିଗଣ କେଉଁଠାରେ କୀର୍ତ୍ତନ, କେଉଁଠାରେ ବା ନୃତ୍ୟ ଗୀତ, ଅନ୍ୟ କେଉଁଠି ଦଳ ଦଳ ହୋଇ ଆନନ୍ଦରେ ଆହାର ଗ୍ରହଣ କରୁଛନ୍ତି। ଲକ୍ଷ୍ମୀଙ୍କ ଭଣ୍ଡାର ଉନ୍ମୁକ୍ତ ହୋଇଯାଇଛି। କୌଣସି ଜିନିଷର ଅଭାବ ନାହିଁ। ସମସ୍ତେ ପରିତୃପ୍ତିର ସହିତ ଭୋଜନ ଓ ହରିନାମ ସଂକୀର୍ତ୍ତନର ଆନନ୍ଦ ଉପଭୋଗ କରି ନିଜ ନିଜ ସ୍ଥାନକୁ ଯାତ୍ରା କରିଥାନ୍ତି। ସୁବଳ ଦାସ ପରେ ଦୟାଲ ବାବୁଙ୍କ ଗୃହରୁ ସମସ୍ତଙ୍କୁ ନିଜ ହାତରେ ନିଜ ହାତରେ ପରିବେଷଣ କରି ଖୁଆଇବା, ମାନେ ସବୁ ସରିବା ପରେ ସେ ଦୟାଲ ବାବୁଙ୍କ ଗୃହ ଘରେ ଯେତେ ଜଣ ସଦସ୍ୟ ଥିଲେ ତାଙ୍କୁ ସେ ନିଜ ହାତରେ ପରିବେଷଣ କରି ପ୍ରସାଦ ବିତରଣ କଲେ। ଏହିଭଳି କିଛି ଦିନ ସେମାନେ ପ୍ରଥମତଃ ଆହାର ଗ୍ରହଣ କରିନାହାନ୍ତି ବୋଲି ଭୋଜନ କରିବା ପାଇଁ, ମାନେ ସୁବଳ ଦାସ ନିଜେ ବାବାଜୀ ଆହାର ଗ୍ରହଣ କରିନାହାନ୍ତି ବୋଲି ଭୋଜନ କରିବା ପାଇଁ ଅସମ୍ମତି ପ୍ରକାଶ କଲେ। କିନ୍ତୁ ତାଙ୍କର ଅକାଟ୍ୟ ଯୁକ୍ତି ବଳରେ ବାଧ୍ୟ ହୋଇ ଆହାର ଗ୍ରହଣ କଲେ। ମାନେ ଦୟାଲ ବାବୁ ତାଙ୍କୁ ନିଜ ଘରେ ରଖିଥିଲେ, ଗୁରୁ ନିଜେ ବା ତାଙ୍କର ଆଦର୍ଶ ମହାପୁରୁଷ ବା ଗୁରୁ ସେ ନିଜେ ଗ୍ରହଣ କରିନାହାନ୍ତି, ସିଏ କେମିତି ଆହାର ଗ୍ରହଣ କଲେ? କିନ୍ତୁ ଯେତେବେଳେ ସେ ତାଙ୍କ ହାତରେ ପରିବେଷଣ ପାଇଁ ଲାଗିଲେ ସେତେବେଳେ ସେମାନେ ମନା କଲେ, ନାଇଁ ଆମେ ଆପଣ ଯେତେବେଳେ ଗ୍ରହଣ କରିନାହାନ୍ତି ଆମେ କେମିତି ଗ୍ରହଣ କରୁ? କିନ୍ତୁ ସୁବଳ ଦାସଙ୍କ ଅକାଟ୍ୟ ଯୁକ୍ତି ବଳରେ ବାଧ୍ୟ ହୋଇ ଆହାର ଗ୍ରହଣ କଲେ। ଯେତେବେଳେ ଦେଖିଲେ ଆଉ କୌଣସି ପ୍ରାଣୀ ଅଭୁକ୍ତ ନାହାନ୍ତି ସେତେବେଳେ ସୁବଳ ଦାସ ଦୟାଲ ବାବୁଙ୍କୁ କହିଲେ, ଭାଇ ଏବେ ମୁଁ ଆସୁଛି। ଦୟାଲ ବାବୁ ବୁଝିଲେ ବାବାଜୀ ଅବସର ପାଇଛନ୍ତି, ତେଣୁ କହିଲେ ଆସୁଛି। ସେମାନେ ଆସୁଛି କଥାର ମର୍ମ ବୁଝିପାରିଲେ ନାହିଁ। ତେଣୁ ଆସୁଛି ଶବ୍ଦ ଉଚ୍ଚାରଣ କରିଥିବା ସୁବଳ ଦାସଙ୍କ ଆସିବା କଥାଟି ଶେଷ ଆସିବା ହୋଇଗଲା, ମାନେ ତାଙ୍କର ଦେହ ରକ୍ଷାର ଉପକ୍ରମ ହେଲା। ସୁବଳ ଦାସ ସେଠାରୁ ବିଦାୟ ଗ୍ରହଣ କରି ସେହି ଗୃହର ସ୍ଥାପିତ ବିଗ୍ରହ ମୂର୍ତ୍ତିଙ୍କର ସମ୍ମୁଖର ପ୍ରାଙ୍ଗଣରେ ତୁଳସୀ ଓ ବିଲ୍ଲ ବୃକ୍ଷ ମୂଳରେ ପଦ୍ମାସନରେ ବସି ନାମ ଜପ କରି କରି ସଜ୍ଞାନରେ ମହାସମାଧି ଲାଭ କଲେ। ତାଙ୍କର ଆତ୍ମା ଯେ ଅନନ୍ତ ଅକ୍ଷୟ ରାଜ୍ୟର ସେହି ସ୍ଥାନକୁ ଯାଇ ଉପନୀତ ହେଲେ, କିନ୍ତୁ ରଖିଗଲେ ହରିନାମର ମହାତ୍ମା। ଆସ ଭାଇ, ଆଉ ବିଳମ୍ବ କାହିଁକି? ଯେଉଁ ନାମ ସାଗରର ଅଥଳ ଜଳରେ ବୁଡ଼ି ଭୋଳା ଶ୍ମଶାନ ବାଛି, ଯେଉଁ ନାମ ଗାନ କରିବା ପାଇଁ ଗୋଟିଏ ମୁହଁରେ ତୃପ୍ତି ହୁଏ ନାହିଁ ବୋଲି ପଞ୍ଚମୁଖ ଧାରଣ କରିଛନ୍ତି, କିଏ ସେ? ଶିବ। ମାନେ ଗୋଟିଏ ମୁହଁରେ ନାମ ତାଙ୍କର ଉଚ୍ଚାରଣ କରିବା ତୃପ୍ତି ହେଲାନି ବୋଲି ସେ 55 ହେଲେ ପଞ୍ଚମୁଖ ଧାରଣ କରିଛନ୍ତି। ଯେଉଁ ନାମ ପାଇଁ ବ୍ରହ୍ମା ଦଣ୍ଡକ ମଣ୍ଡଳକୁ ସାର କରିଛନ୍ତି, ନାରଦ ବୀଣା ବଜାଇ ଯେଉଁ ନାମ ମହାତ୍ମା ତ୍ରିଜଗତରେ ଘୋଷଣା କରି ଚଳେଇଛନ୍ତି, ବହୁଦିନର କଥା ନୁହେଁ। ଯେଉଁ ନାମ ମହାତ୍ମାରେ ଶ୍ରୀମନ ମହାପ୍ରଭୁ ଗୌରାଙ୍ଗ ଦେବ ନଦିଆ ଭସାଇ ଦେଇଛନ୍ତି, ଜଗାଇ ମଧାଇ ଭଳି ପାପୀ ମୁକ୍ତି ହୋଇଯାଇଛନ୍ତି,
ଏବଂ ଆଜି ଯେଉଁ ନାମ ବଳରେ ନଗଣ୍ୟ ଜଣେ ପଲ୍ଲୀବାସୀ ଉଦ୍ଧାର ହେଲେ, ଆସନ୍ତୁ ସେହି ନାମ ସମୁଦ୍ରରେ ଝାସ ଦେବା। ଆଉ କାଳ ବିଳମ୍ବ କାହିଁକି? ଜୟ। ଆମର ସୁବଳ ଦାସ ବାବାଜୀଙ୍କ ପ୍ରସଙ୍ଗ ଏଠାରେ ଶେଷ ହେଲା। ମାନେ କିଭଳି ନାମ ସେବା, ଅତିଥି ସେବା, ମାନେ ସେବା ଧର୍ମଟାକୁ କେତେ ସେ ମହାପୁରୁଷ ସାଧୁ ମାନେ ଇମ୍ପୋର୍ଟାନ୍ସ ଦେଇଥାନ୍ତି, ଗୁରୁତ୍ୱାରୋପ କରିଥାନ୍ତି, ତାହା ହଉଛି ସୁବଳ ଦାସଙ୍କ ଜୀବନରୁ ଆମର ଶିକ୍ଷଣୀୟ ବିଷୟ। ମାନେ ଭଗବାନ ଯେତେବେଳେ ଆସିଥାନ୍ତି, ସେ ଧର୍ମ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥ। ତିନିଟା ଅର୍ଥ। ପରିତ୍ରାଣାୟ ସାଧୁନାଂ ମାନେ ତାଙ୍କ ସାଧୁ ଭକ୍ତ ମାନଙ୍କୁ ରକ୍ଷା କରିବା ପାଇଁ, ସାଧୁ ଭକ୍ତ ମାନଙ୍କୁ କୃପା କରିବା ପାଇଁ ସେ ଆସିଥାନ୍ତି। ଏବଂ ତାଙ୍କର ଏଇ ଜଗତରେ ଯୋଉ ଆଚରଣ କରନ୍ତି, ସେଗୁଡା ଭକ୍ତ ଜନ ଭଳିଆ ଆଚରଣ। ଏତେ ମହାପୁରୁଷ ମାନେ ଆସିଛନ୍ତି, ସମସ୍ତେ ଭଗବାନଙ୍କର ଗୋଟେ ଗୋଟେ ପ୍ରକାର ଶକ୍ତି। ଭଗବାନ ନିଜେ ଧର୍ମ ସଂସ୍ଥାପନ ପାଇଁ, ମାନେ ଆଚରଣ ଶିକ୍ଷା ଦେବା ପାଇଁ ଏଇ ମହାପୁରୁଷ ରୂପରେ ଜଗତରେ ଆଚରଣ ମୂଳକ ଶିକ୍ଷା ନିଜ କାମରେ କରି ଦେଖେଇକିରି ଜଗତକୁ ଶିକ୍ଷା ଦେଇଛି ଏଇ ସାଧୁ ମହାପୁରୁଷଙ୍କ ଦ୍ୱାରା। ମାନେ ତୁଳସୀଦାସ ତାଙ୍କ ସୁନ୍ଦରା କାଣ୍ଡରେ କହିଛନ୍ତି 33 ଦୋହାରେ, ଏ ବ୍ରହ୍ମ ଅନାମୟ ଅଜ ଭଗବନ୍ତା ବ୍ୟାପକ ଅନାମୟ ଅନଦି ଅନନ୍ତା। ଯେତେବେଳେ ସେ ଆସନ୍ତି, ମାନେ ସେ କଣ ଭଗବାନ ସ୍ୱୟଂ ଅନନ୍ତ ଅନାଦି, ତାଙ୍କର କିଛି ଅପ୍ରାପ୍ତି ହୁଏ ନାହିଁ। କିନ୍ତୁ ଯେତେବେଳେ ସେ ଆସନ୍ତି, ସେ କଣ କରନ୍ତି ନା ଗୋ ଦ୍ୱିଜ ଧେନୁ ଦେଞ୍ଚ ହିତକାରୀ। ଗୋ ଦ୍ୱିଜ ଧେନୁ ଦେବ ତାଙ୍କର ହିତକାରୀ, ମାନେ ତାଙ୍କର ସେବା କାର୍ଯ୍ୟ କରନ୍ତି ତାଙ୍କ ଆଚରଣରେ। କୃପା ସିନ୍ଧୁ ମାନୁଷ ତନୁଧାରୀ, ସେ ମନୁଷ୍ୟ ତନୁଧାରୀ ବା ମନୁଷ୍ୟ ତନୁଧାରୀ ଯେତେବେଳେ ହୁଅନ୍ତି, ସେ ଏଇ ସେବା ମାଧ୍ୟମରେ ହରିନାମ ସଂକୀର୍ତ୍ତନ କରି ଭକ୍ତ ସାଗରେ ଜଗତକୁ ସେ ଆଦର୍ଶଟା ଶିକ୍ଷା ଦିଅନ୍ତି। ଶିକ୍ଷା ଦିଅନ୍ତି ମାନେ କଣ? ସେ ଜିନିଷଟା ଆମର ଅନୁକରଣୀୟ, ମାନେ ଆମେ ସେଇ ପଥରେ ଗତି କରିବାଟା ଆମର ଠିକ ବୋଲି ସେ ଆମ ସହିତ ଶିଖାନ୍ତି ନା। ସାର୍ ଯେତେବେଳେ ସ୍କୁଲରେ ପାଠ ପଢାନ୍ତି, ଛାତ୍ରଙ୍କୁ ପଢାନ୍ତି, ଛାତ୍ର କୋଉ ବାଟରେ ଗଲେ ଭଲ ମାର୍କ ରଖିବା, ଭଲ ମଣିଷ ହବ, ସେଇ କଥାଟା ଶିକ୍ଷା ଦିଅନ୍ତି ନା। ତାମାନେ ସିଏ ଆମକୁ କଥାଟା ଶିକ୍ଷା ଦଉଛନ୍ତି, ମାନେ ସେଇ ପଥରେ ଗତି କଲେ, ସେଇ ଆଚରଣ ଗୁଡ଼ିକୁ ଆମେ ଅନୁକରଣ କଲେ, ସେ ଆଚରଣରେ ଚଳିଲେ ଆମର ଉନ୍ନତି ସାଧିତ ହବ। ସେଥିପାଇଁ ଚାରିବ ଶିକ୍ଷା ଦଉଛନ୍ତି। ଜୟ। ଅନୁଧ୍ୟାୟ ପ୍ରାର୍ଥନା ସହିତ ଭାଇ ଜୟଗୁରୁ, ଗୋଟେ ଛୋଟ କଥାଟେ କହୁଛି। ଆଜ୍ଞା। ହଁ, ମୁଁ ଠାକୁରଙ୍କର ଲୀଳା କାହାଣୀ କୋଉଠି ପଢିଥିଲି। ସେ ମଠରେ ଗୋଟେ କୁକୁର ଥିଲେ। ସେ କୁକୁରଙ୍କୁ ଠାକୁର ଆଜ୍ଞା କହିଥିଲେ, ପୂର୍ବଜନ୍ମ ସର୍ବାନନ୍ଦ ସରସ୍ୱତୀଙ୍କୁ କହିଥିଲେ ଯେ ଇଏ ପୂର୍ବଜନ୍ମରେ ସୁବଳ ଦାସ ଥିଲେ। ତେଣୁ ସର୍ବାନନ୍ଦଜୀ ସେଇ କୁକୁରକୁ ସୁବଳ ଦାସ ବୋଲି ଡାକନ୍ତି। ତେବେ ଏଇ ଯୋଉ ସୁବଳ ଦାସଙ୍କ ଜୀବନୀ ଆମେ ଏବେ ଶୁଣିଲେ, ଇଏ ସେଇ ସୁବଳ ଦାସ କି ଆଉ ଜଣେ କିଏ ସୁବଳ ଦାସ, ଇଏ ଗୋଟେ ଉଇହ ରହିଗଲା ଆଉ। ଆଜ୍ଞା। ଅଜ୍ଞ ଆଜ୍ଞା। ଏଠି ଲୀଳାକୃଷ୍ଣ କୋଉ ପୁସ୍ତକରୁ ଲେଖା? ହଁ ଅଛି ଭାଇ, ବୋଧେ ସାରସ୍ୱତ ମଠ ସ୍ୱାମୀ ସର୍ବାନନ୍ଦ ବା କୌଣସି ଗ୍ରନ୍ଥରେ ମୁଁ ପଢିଛି, ଖୋଜିଲେ କହିଦେବି। ପାଇଲେ। ଆଜ୍ଞା ହଁ। ଆଜ୍ଞା। ଠିକ ଅଛି, ଠିକ ଅଛି। ଅନୁଧ୍ୟାୟ ପ୍ରାର୍ଥନା ସହିତ କେବେ ହେବି হরি ধনে ধনী হে তুমি বগলা রত্নমণি কেবে হেবি হরি ধনে ধনী হে তুমি বগলা রত্নমণি হরি প্রেমামৃত পানে মু নিরত হরি প্রেমামৃত পানে মু নিরত ক্ষুধা তৃষ্ণা পাশরিবি ভাই বন্ধু জয় জগতর মায়া মনু দূরে বর জীবি মায়া হেবি হরি গান
सुनी है तुम्हें गला रत्नमणि केबे हेबी हरि धने धनी है तुम्हें गला रत्नमणि बसन भूषण असन व्यसन तही तुले मोर मन बसन भूषण असन व्यसन तही तुले मोर मन सबु समर्पी तब नाम जपी सबु समर्पी तब नाम जपी होइबी मो निरिधन मन घोर हेब नाम खणी हे तुमे हेब गला रत्नमणि केबे हेबी हरि धने धनी हे तुमे हेब गला रत्नमणि बेउसा मेलिबी धनी बोलाइबी बेउसा मेलिबी धनी बोलाइबी तुम पद मूल धने तुम पद मूल धने सुध बढ़ाइबी भंडारे रखिबी सुध बढ़ाइबी भंडारे रखिबी साहित्य नाम रतने एते मातर मोर मागुणी हे तुमे हेब गला रत्नमणि केबे हेबी हरि धने धनी हे तुमे हेब गला रत्नमणि। जय ଆମର ବର୍ତ୍ତମାନ ଭାବବିନୋଦ ଲୀଳା କଥା ପ୍ରସଙ୍ଗ ପ୍ରିୟମ୍ବଦା ମା ଏବେ 8ଟା ପର୍ଯ୍ୟନ୍ତ କାର୍ଯ୍ୟସୂଚୀ ସେଇ ହିସାବରେ 15 ମିନିଟ୍ ମଧ୍ୟରେ ତାଙ୍କ ଲୀଳା କଥା ପରିବେଷଣ ପାଇଁ ମୁଁ ଅନୁରୋଧ କରୁଛି। ଶ୍ରଦ୍ଧେୟ ପ୍ରିୟମ୍ବଦା ମା। ଜୟଗୁରୁ ପ୍ରାଣର ଆରାଧ୍ୟ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କ ରଙ୍ଗା ଚରଣରେ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଏବଂ ଉପସ୍ଥିତ ସମସ୍ତ ଭକ୍ତ ଭାଇ ଓ ମାନଙ୍କୁ ମୋର ଜୟଗୁରୁ ପ୍ରଣାମ। ଯାଉ ଆମେ ଧାରାବାହିକ ଭାବରେ ଆରମ୍ଭ କରିଛୁ ଗାରହିଲ ଠାରୁ ଠାକୁରଙ୍କର ଗୁରୁ ଭାବରେ ଲୋକାଳୟକୁ ଯାତ୍ରା। ବର୍ତ୍ତମାନ ଆମେ ଗତ ଥର ଆଲୋଚନା ରଖିଥିଲେ କିଭଳି ଯୋଗମାୟା ଦେବୀଙ୍କ ସହିତ ଠାକୁରଙ୍କର ସାକ୍ଷାତ ହେଇଛି। ସେ ତାଙ୍କର ପ୍ରଥମେ କିଛି ଦିନ ସେ ଧରି ଠାକୁରଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଦିଅନ୍ତି, ସବୁ ଜିନିଷ ଠାକୁରଙ୍କ ପାଇଁ ପଠେଇ ଦିଅନ୍ତି, କିନ୍ତୁ କେବେ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିନଥିଲେ। ସେତେବେଳେ ଉମାଚରଣ ସରକାର ଠାକୁରଙ୍କୁ ନେଇ ଯାଇଛନ୍ତି ତାଙ୍କ ଘରକୁ, ତହସିଲଦାର ବାବୁ ସମସ୍ତ ବ୍ୟବସ୍ଥା କରିଦେଇଛନ୍ତି। ଠାକୁର ବହୁତ ଶାନ୍ତିରେ ଆନନ୍ଦରେ ଅଛନ୍ତି। ଠାକୁରଙ୍କୁ କେହି ସେଠାରେ ଆଉ ବିରକ୍ତି କରିବାକୁ କେହି ନାହାନ୍ତି ବା ଗହଳି ଚଲଟାରୁ ଦୂରରେ ରହି ସେ ତାଙ୍କର ଗୋଟିଏ ଲକ୍ଷ୍ୟ ଯେ ଯୋଗୀଗୁରୁ ଗ୍ରନ୍ଥ କେମିତି ପବ୍ଲିଶ ହେଇଯିବ ଆଉ ଉଜ୍ଜୟିନୀ ଯିବେ ବା କୁମ୍ଭମେଳା ଯିବେ ତାଙ୍କ ଗୁରୁଙ୍କୁ ଦେଖା କରିବା ପାଇଁ। ଯାଉ ବର୍ତ୍ତମାନ ଆଲୋଚନାକୁ ଆଗେଇ ନବା। ଠାକୁରଙ୍କ ଠାରୁ ଯୋଗମାୟା ମା ବୟସ ସେତେବେଳେ ତାଙ୍କ ନାଁ ଥିଲା ହେମଲତା ଦେବୀ। ମା ବୟସରେ ପ୍ରାୟ 12-13 ବର୍ଷ ବଡ ଥିଲେ। ଠାକୁରଙ୍କର ଜନ୍ମ ଯଦି 1880 ମସିହା, ମାଙ୍କର ବୋଧ ହୁଏ ସେଇ 1868 68 ବା ସେଇ 67 ଆଡେ ବୋଧେ ମାଙ୍କର ଜନ୍ମ। ସଂସାରରେ ପକ୍କା ଗୃହିଣୀ ସେ, ଭାବପ୍ରବଣତା ତାଙ୍କର ସ୍ୱଭାବ ବିରୁଦ୍ଧ। କିନ୍ତୁ ଯେତେବେଳେ ସେ ଠାକୁରଙ୍କୁ ଦେଖିଛନ୍ତି ସେଦିନ ସେ ପାଦ ଦୁଇଟି ଦେଖି ତାଙ୍କର ସବୁ ଗୋଳମାଳ ହୋଇଗଲା। ଅସମ୍ବରଣୀୟ ଆବେଗରେ ମା ଚରଣ ଦୁଇଟିରେ ପ୍ରଣାମ କରିବାକୁ ଯାଇ ଆକୁଳ କ୍ରନ୍ଦନରେ ଭାଙ୍ଗି ପଡିଲେ। କେଉଁଠାରୁ ଏତେ ଆନନ୍ଦ, ଏତେ ବେଦନା, ଏତେ ଆବେଗ ଅନ୍ତର ଦେଖା ଦେଲା କିଛି ଧରି ପାରିଲେ ନାହିଁ। କେବଳ କ୍ରନ୍ଦନର ଢେଉ। କୌଣସି ପ୍ରକାରେ ମଥା ଉଠାଇ ଘୁଞ୍ଚି ବସି ମା ରୁଦ୍ଧ କଣ୍ଠରେ କହିଲେ, ଆପଣ ବସନ୍ତୁ। ଠାକୁର ଧୀରେ ଧୀରେ ଆସନରେ ବସିଲେ
କିନ୍ତୁ ଭୋଗ ସାମଗ୍ରୀରେ ହାତ ଦେଲେ ନାହିଁ। ସେ ପର୍ଯ୍ୟନ୍ତ ମା କାନ୍ଦୁଥାନ୍ତି। ଠାକୁର ବିଷର୍ଣ୍ଣ କରୁଣା ମୁଖରେ ଆସନରେ ବସି ଭବିଷ୍ୟତ ବା ଅତୀତର କେଉଁ ଦୃଶ୍ୟ ପ୍ରତ୍ୟକ୍ଷ କରିବାକୁ ଲାଗିଲେ କିଏ କହିବ। ଟିକେ ପରେ ମାଙ୍କର ଖିଆଲ ହେଲା ଯେ କାନ୍ଦିବା ଦ୍ୱାରା ଠାକୁରଙ୍କର ଭୋଗ ଗ୍ରହଣ ବାଧା ପଡୁଛି। ତାଙ୍କର ଚିତ୍ତ ବିଚଳିତ ହୋଇ ଉଠିଲା। ମୁଖରେ ଦେଖାଦେଲା କରୁଣ ଭାବ। ନିଜକୁ ଶାନ୍ତ କରିବାକୁ ଚେଷ୍ଟା କରି ମା ସହଜ ଭାବରେ କହିଲେ, ବସି ରହିଲେ କାହିଁକି, ଖାଆନ୍ତୁ ନା। ଯଥାର୍ଥରେ ଠାକୁର ଅନ୍ୟ ରାଜ୍ୟକୁ ଚାଲି ଯାଇଥିଲେ। ଯେ କାନ୍ଦୁଛନ୍ତି ସେ କିଏ, ତାଙ୍କର ସମ୍ବନ୍ଧ କଣ, ତାଙ୍କର ଭୂତ ଭବିଷ୍ୟତ ବର୍ତ୍ତମାନ ସବୁ କିଛି ଛାୟାଛବି ପରି ତାଙ୍କ ଦୃଷ୍ଟିରେ ଉଦ୍ଭାସିତ ହୋଇ ଉଠିଲା। ଏଥର ମାଙ୍କର କଣ୍ଠସ୍ୱର ଶୁଣି ଚମକି ଭାଙ୍ଗି ଥାଳିରେ ହାତ ଦେଲେ। ହେମଲତା ମାଙ୍କର ଅନୁଶୋଚନା ହେଲା ଯେ ତାଙ୍କର ଆକସ୍ମିକ ଭାବୁକତା ଫଳରେ ହୁଏତ ଆଜି ଠାକୁରଙ୍କ ଖାଇବା ନଷ୍ଟ ହୋଇଗଲା, ନଷ୍ଟ କରିଦେଲେ। ତାପରେ ଆଖି ବୁଜି ଅଧିକ ସହଜ ଭାବରେ ଏଇଟା ଖାଆନ୍ତୁ, ସେ ତରକାରୀଟା କିପରି ହୋଇଛି, ଅମୁକଟା ଖାଇଲେ ନାହିଁ କାହିଁକି, ଇତ୍ୟାଦି ନାନା କଥା କହି ଠାକୁରଙ୍କର ଆହାର ପ୍ରତି ମନୋଯୋଗୀବାକୁ ବାଧ୍ୟ ହେଲେ। ସେଇ ଦିନ ଠାରୁ ସେ ପ୍ରତ୍ୟେକ ଦିନ ଭୋଗ ଗ୍ରହଣ ସମୟରେ ଠାକୁରଙ୍କ ସମ୍ମୁଖରେ ବସି ଠାକୁରଙ୍କୁ ଖୁଆନ୍ତି। ଏପଟେ ଠାକୁର ଯେଉଁ ଉଦ୍ଦେଶ୍ୟରେ ଆସିଛନ୍ତି ସେ କାର୍ଯ୍ୟ ଭୁଲି ନାହାନ୍ତି। ସେ ଯେଉଁଠାରୁ ଯାହା ପ୍ରଣାମ ପାଆନ୍ତି ଜମା କରି ରଖନ୍ତି। ଯେତେବେଳେ ନିତ୍ୟାନନ୍ଦ ମୋଦକଙ୍କ ଗୃହରେ ଠାକୁର ଥିଲେ, ସେ ପାଉଁଶ ଭିତରୁ ପଇସା ବାହାର କରିଦିଅନ୍ତି। ତ ନିତ୍ୟାନନ୍ଦ ମୋଦକ କହିଲେ, ବାବା ଆପଣ ତ ପଇସା ଆପଣଙ୍କ ହାତର ଖେଳ, ଆଉ ଆପଣଙ୍କର ପ୍ରଣାମୀ କଣ ଦରକାର ଯୋଗୀ ଗୁରୁ ଛବେ। ଭିତରେ ଠାକୁର କହିଥିଲେ, ବାବା ମୋ ଗୁରୁଙ୍କର ନିର୍ଦ୍ଦେଶ ନାହିଁ ଏସବୁ ନିଜ ଖର୍ଚ୍ଚ କରିବା ପାଇଁ। ତେଣୁ ଠାକୁର ପଇସା ସଂଗ୍ରହ କରିଛନ୍ତି। ଏହା ଭିତରେ ଏଲାହାବାଦ କୁମ୍ଭ ସମୟ ଆସିଗଲାଣି। ବର୍ତ୍ତମାନ ଗୁରୁ ଦର୍ଶନ ନିମିତ୍ତ କୁମ୍ଭ ମେଳା ଯିବେ। ଆଉ କୋଲକାତାରେ ଯୋଗୀଗୁରୁ ବହି ପ୍ରେସରେ ମଧ୍ୟ ଦେଇକି ଯିବାକୁ ପଡିବ। ସେତେବେଳେ ଯୋଗେଶ୍ୱର ବାବୁ ତାଙ୍କର ଜ୍ଞାନୀ ଗୁରୁଙ୍କୁ ଦେଖିବାକୁ ଚାହିଁଥିଲେ। ଏବେ ମଧ୍ୟ ଯଦି ତାଙ୍କର ଇଚ୍ଛା ଥାଏ ସେ ତାଙ୍କର ପାଥ୍ୟର ବ୍ୟବସ୍ଥା ମଧ୍ୟ କରିବାକୁ ହେବ। ଏହା ଭିତରେ ଶାସ୍ତ୍ରୀ ଓ ଯୋଗେଶ୍ୱର ବାବୁ ଠାକୁର ଚିଠି ଦେଇଥିଲେ ଏବଂ ଟଙ୍କା ପଠେଇବା ପାଇଁ କହିଥିଲେ। ସେମାନେ ମଧ୍ୟ ପଇସା ପଠେଇବାରେ କାର୍ପଣ୍ୟ କରିନଥିଲେ। ଉପରନ୍ତୁ ଯୋଗେଶ୍ୱର ବାବୁଙ୍କ ସହଧର୍ମିଣୀ ସରଜୁବାଳା ଦେବୀ ମଧ୍ୟ ବହିଟିରେ ଠାକୁର ପାଇଁ ଅଲଗା ପଇସା ପଠେଇଥିଲେ ଆଉ ଲେଖିଥିଲେ ବହିଟିରେ ଯେପରି ଲେଖକଙ୍କର ଗୋଟିଏ ଫଟୋ ଦିଆଯାଏ। ସେଥିପାଇଁ ଯାହା ହଉ, ଏହାପରେ ବଡଦିନ ଛୁଟି ଆସିଯାଇଛି। ତାପରେ କୋଲକାତା ପ୍ରେସ ଆଦି ଖୋଲିବ, ଆଉ ଡେରି କରିବା ଉଚିତ ନୁହଁ। ତେଣୁ ସବୁ ଦିଗରୁ ବିବେଚନା କରି ଠାକୁର ସରକାର ଦମ୍ପତିଙ୍କ ଠାରୁ ବିଦାୟ ଚାହିଁଲେ। ଦୁଇ ଜଣ ଯାକ ମଧ୍ୟ ଠାକୁରଙ୍କୁ କହିଲେ, ଆମକୁ କଥା ଦିଅନ୍ତୁ ଯେ କୁମ୍ଭ ଶେଷରେ ଆପଣଙ୍କୁ ଏଇଟାକୁ ହିଁ ଆସିବାକୁ ହେବ, ଆଉ ଏହା ହିଁ ହେବ ଆପଣଙ୍କର ଆଡା। ଆଉ ଆପଣଙ୍କ ଗୁରୁ ସଚ୍ଚିଦାନନ୍ଦ ମହାରାଜଙ୍କୁ ମଧ୍ୟ ଏଠାକୁ ଆଣିବେ। ଯାହା ହଉ, ସେମାନେ ମଧ୍ୟ ସରକାର ଦମ୍ପତି ମୁକ୍ତ ହସ୍ତରେ ଟଙ୍କା ଦେଇ କହିଲେ, ଦରକାର ହେଲେ ଜଣାଇବେ ଆଉ ପଠାଇଦେବି। ବିଶ୍ୱାସ ଦମ୍ପତିଙ୍କ ପରି ଆମେ ମଧ୍ୟ ଅପୁତ୍ରକ, କାହା ପାଇଁ ଟଙ୍କା ସାଇତିବୁ, ସଦ୍ବ୍ୟୟ ହେଲେ ପରକାଳରେ ମଙ୍ଗଳ। ଆଉ ମୟମନସିଂହ ଛାଡି ଶ୍ରୀ ଶ୍ରୀ ଠାକୁର କୋଲକାତା ଚାଲିଗଲେ। ସାଙ୍ଗରେ ନେଇ ଝୁଲାଝୁଲି ଆଉ ଯୋଗୀ ଗୁରୁର ସୁମାର୍ଜିତ ପାଣ୍ଡୁଲିପି। ଯେତେବେଳେ ଅଲରେଡି ପାଣ୍ଡୁଲିପି ଯୋଗୀ ଗୁରୁ ତିଆରି ହେଇଗଲାଣି, ଠାକୁର ଲେଖି ସାରିଲାଣି, ଆଉ ତାଙ୍କର ଝୁଲାଝୁଲି ନେଇକି କୋଲକାତା ଗଲେ। ଥରେ ଠାକୁରଙ୍କର ସେ ଗୋଟେ ଝୋଲି ଶେଷ ପର୍ଯ୍ୟନ୍ତ ଠାକୁରଙ୍କ ପାଖରେ ଥିଲା। ସେ ବହିଟି ପରିବ୍ରାଜକ ସମୟରୁ ସାଧନା ସମୟରୁ ଶେଷ ପର୍ଯ୍ୟନ୍ତ ଥିଲା। ତାପରେ ଗୋଟେ ନାଲି ରେଶମୀ କପଡା ଥିଲା, ସେ ଜୀର୍ଣ୍ଣ ଶୀର୍ଣ୍ଣ ହେଇଯାଇଥିଲା। ତାକୁ ଥରେ ବୋଧହୁଏ ଯୋଗାନନ୍ଦ ମହାରାଜ ବା କିଏ ଭକ୍ତ ମାନେ କହିଲେ ଠାକୁର ବହୁତ ପୁରୁଣା ହେଇଗଲାଣି, ଆକୁ ଆମେ କାଢିଦବା। ଠାକୁର କହିଲେ ନାଇଁ ତାକୁ କାଢନିରେ, ସେଇଟା ଆମ ଗୁରୁ ସଚ୍ଚିଦାନନ୍ଦଜୀଙ୍କର ସ୍ମୃତି ବହନ କରୁଛି। ଆଉ ଏତେ ବର୍ଷ ମଧ୍ୟରେ ମଧ୍ୟ ସେଇଟି ମୋ ପାଖରେ ସାଇତିକି ସେଇ ଗ୍ରନ୍ଥ ସେ ବହି ରହିଛି, ତୁମେ ମାନେ ତାକୁ ନଷ୍ଟ କରନି ବୋଲି ଠାକୁର ମନା କରିଥିଲେ। ଆଉ ପଇସାର କଥା, ମହାପୁରୁଷ ମାନଙ୍କର ପଇସାର ଅଭାବ ହୁଏନି। କେମିତି ନା, ରାମକୃଷ୍ଣ ଠାକୁର ଲୀଳା ପ୍ରସଙ୍ଗରେ ଅଛି। ସେତେବେଳେ ଦକ୍ଷିଣ କାଳୀରେ ରହିବାକୁ ଲାଗିଲେ, ବାସ କରିବାକୁ ଲାଗିଲେ, ତ ଅନେକ ଭକ୍ତ ତାଙ୍କ ପାଖକୁ ଯିବା ଆସିବା କରିବାକୁ ଲାଗିଲେ। ସେ ତ ଫକୀର, ଚିର ଫକୀର, କଣ ସେମାନଙ୍କୁ ଖାଇବାକୁ ଦେବେ, କଣ କେମିତି ଦେବେ। ସେତେବେଳେ ମାଙ୍କୁ ପ୍ରାର୍ଥନା କଲେ, କହିଲେ ମା ଆଉ ମୋ ପାଇଁ କିଛି, ଏତେ ଆସୁଛନ୍ତି ଶିଷ୍ୟ ଭକ୍ତ, କାହା ମୁହଁରେ କିଛି ଆହାର, କାହାର କିଛି ବ୍ୟବସ୍ଥା କରିପାରୁନି, ମତେ ଗୋଟେ ବଡ ଲୋକ ଯୋଗାଇ ଦିଅ। ଏହାପରେ ଆସିକି ପହଞ୍ଚିଲେ ମଥୁରା ବାବୁ। ତାଙ୍କ ନାଁ ମଥୁରା ବିଶ୍ୱାସ। ସେ ହଉଛନ୍ତି ରାଣୀ ରାসমଣୀ, ଯିଏକି କୋଲକାତାର ପ୍ରସିଦ୍ଧ କାଳୀ ମନ୍ଦିର ତିଆରି କରିଛନ୍ତି। ତାଙ୍କ ଜୀବନଟା ମୁଁ ସମ୍ପୂର୍ଣ୍ଣ ପାଠ କରିଛି ରାଣୀ ରାসমଣୀଙ୍କର। ତାଙ୍କର ଜୁଆଇଁ ଇଏ 2 ନା 3 ନମ୍ବର ଜୁଆଇଁ ମଥୁରା ବାବୁ। ଆଉ ସେ ଜାତିରେ କେଉଟ ବୋଲି ରାଣୀ ରାসমଣୀଙ୍କୁ ବହୁତ କଷ୍ଟ ସହିବାକୁ ପଡିଛି। ଏପରିକି ମନ୍ଦିର ପ୍ରତିଷ୍ଠା ବେଳେ କେହି ବ୍ରାହ୍ମଣ ମଧ୍ୟ ରାଜି ହେଲେନି। ସେରେ ରାମକୃଷ୍ଣ ଠାକୁରଙ୍କର ବଡ ଭାଇ ଆସିକି ମନ୍ଦିର ପ୍ରତିଷ୍ଠା କଲେ। ଯେତେବେଳେ ରାମକୃଷ୍ଣଙ୍କର 12-13 ବର୍ଷ ଭାଇଙ୍କ ସାଙ୍ଗରେ ଆସିଥାନ୍ତି, ଯାହା ସେ ମଥୁରା ବାବୁ ହିଁ ଶେଷ ପର୍ଯ୍ୟନ୍ତ
ଠାକୁରଙ୍କ ସାଙ୍ଗରେ ରହିଛନ୍ତି, ତାଙ୍କର ସମସ୍ତ ବ୍ୟବସ୍ଥା କରିଦେଇଛନ୍ତି, ପଇସା ପତ୍ର ର ବ୍ୟବସ୍ଥା କରିଦେଇଛି। ଆଉ ସେଇଭଳି ଠାକୁରଙ୍କୁ ମଧ୍ୟ ତାଙ୍କର ବିଶ୍ୱାସ ଦମ୍ପତି ଏପଟେ ଉମାଚଣ୍ଡ ସରକାର ତହସିଲଦାର ସମସ୍ତ ବ୍ୟବସ୍ଥା ହେଇଗଲା। ଯାହା ହଉ କୋଲକାତାର ନାନା ସ୍ଥାନରେ ଅନୁସନ୍ଧାନ କରି କେଉଁଠି କେତେ ଛପା ଖର୍ଚ୍ଚ ଦର ବୁଝାବୁଝି କରି ଶସ୍ତା ଅଥଚ ଭଲ ପ୍ରେସରେ ବହିଟି ଦେଇ ନିଜର ତଦାରଖୀରେ ଯୋଗୀଗୁରୁ ଛପା କାର୍ଯ୍ୟ ଆରମ୍ଭ କଲେ। ଅନ୍ୟ ଦିଗରେ ଏଥର କୁମ୍ଭ ପୂର୍ବରୁ ସାଧୁ ମହାସମ୍ମିଳନୀ କେଉଁଠା ଯିବାକୁ ହେବ ସେ ବିଷୟରେ ଅନୁସନ୍ଧାନ କରିବାକୁ ଲାଗିଲେ। ପୁଷ୍କରକୁ ଚିଠି ଲେଖି ଜାଣିବାକୁ ଚାହିଁଲେ ଯେ ତାଙ୍କ ଠାକୁର କେଉଁଠାକୁ ଯିବେ ଏବଂ ତାଙ୍କ ସହିତ ସେ ଦେଖା କରିବାକୁ ଚାହାନ୍ତି। ଏହା ଭିତରେ ଗୁରୁ ଭାଇ ବ୍ରହ୍ମାନନ୍ଦ ସେ ଜଣାଇଲେ ଯେ ଠାକୁର ଏଥର ଉଜ୍ଜୟିନୀର ସାଧୁସଭା, ସେମାନେ ଏତେ ତାରିଖରେ ଯାତ୍ରା କରିବେ, ଆଉ ସେଇଟା ନେଇ ଠାକୁରଙ୍କୁ ଗୁରୁଙ୍କୁ ଦେଖା କରନ୍ତୁ। ଯାହା ହଉ ନିଶ୍ଚିନ୍ତ ମନରେ ଠାକୁର ଯୋଗୀ ଗୁରୁର ପ୍ରୁଫ ଦେଖିବାକୁ ଲାଗିଲେ। ବହିଟି ପ୍ରାୟ 3 ଭାଗ ଛପା ହୋଇଯିବା ଦେଖି ସେ ଉଜ୍ଜୟିନୀକୁ ଯାତ୍ରା କଲେ। ସାଧୁ ସମ୍ମେଳନର ଆଗତ ଆସିବା ପ୍ରାୟ, ଆଉ ବାକି ଅଂଶ 3/4 କାମ ଶେଷ, ଆଉ ବାକି ଅଂଶର ଶେଷ ପ୍ରୁଫ ଦେଖିଦେଇ ଆସିଛନ୍ତି, କେବଳ ଛପା ହେବା ପାଇଁ ଯାହା ଡେରି। ଏହି ଉଜ୍ଜୟିନୀର ସାଧୁ ସମ୍ମିଳନୀ ହୋଇଥିଲା 1905 ମସିହା। ନାରାୟଣୀମା ସଂଗ୍ରହ କରିଛନ୍ତି 1312 ସାଲ ଫାଲଗୁନ ମାସ। ଆଉ ପ୍ରତି କୁମ୍ଭମେଳାରେ ପୂର୍ବରୁ ନିରଞ୍ଜନୀ ନିର୍ବାଣୀ ଭାରତର ପ୍ରସିଦ୍ଧ ଆଖଡ଼ାର ମହନ୍ତ ଆଉ ମଣ୍ଡଳେଶ୍ୱର ମାନେ ଏକତ୍ରିତ ହୋଇ ଆସନ କୁମ୍ଭ ଏଇ କୁମ୍ଭ ସ୍ନାନରେ ସମସ୍ତେ ଆସି ଉପସ୍ଥିତ ହେଇଛନ୍ତି। ଆଉ ସେଠାରୁ ଉଜ୍ଜୟିନୀରେ ନିରଞ୍ଜନ ସମ୍ପ୍ରଦାୟର ବିରାଟ ସଭା ମଧ୍ୟ ସେଦିନ ମଧ୍ୟସ୍ଥଳରେ ସୁଉଚ୍ଚ ମଣ୍ଡପରେ ସିଂହାସନ ପରି ଶୃଙ୍ଗେରୀ ମଠର ତତ୍କାଳୀନ ଶଙ୍କରାଚାର୍ଯ୍ୟ ଶ୍ରୀମତ୍ ସଚ୍ଚିଦାନନ୍ଦ ଶିବାଭିନବ ନୃସିଂହ ଭାରତୀ ଜଗଦ୍ଗୁରୁ ମର୍ଯ୍ୟାଦାରେ ଆସୀନ। ଆଉ ତାପରକୁ ଶ୍ରେଣୀବଦ୍ଧ ହୋଇ ନିଜ ନିଜ ଆଖଡ଼ାର ପଦ ଅଧିକାର ଅନୁଯାୟୀ ସମୁଦ୍ର ହିମାଚଳର ଦଶନାମା ସନ୍ନ୍ୟାସୀ ବୃନ୍ଦ ଉପବେଶନ କରିଛନ୍ତି। ନିରଞ୍ଜନୀ ଓ ନିର୍ବାଣୀ ଏହି 2 ଆଖଡ଼ା ହିଁ ପଞ୍ଚାୟତୀ ସଭା ପ୍ରସିଦ୍ଧ। 3 ବର୍ଷ ପରେ ଅର୍ଦ୍ଧ କୁମ୍ଭରେ ମିଳିତ ହୋଇ ସେମାନେ ପୂର୍ଣ୍ଣ କୁମ୍ଭ ସ୍ନାନ ନିମିତ୍ତ ପ୍ରয়োଜନୀୟ ବ୍ୟବସ୍ଥା ଗ୍ରହଣ କରିଥାନ୍ତି। ଆଉ ସେଠାରେ ବିଧି ହେଲା ଯେ ସଭାରେ ଯେ ପ୍ରବେଶ କରିବେ, ଏଇ ସମୟରେ ସଭା ଚାଲିଥାଏ। ବର୍ତ୍ତମାନ ସେଦିନ ସଭାରେ ସ୍ୱାମୀ ସଚ୍ଚିଦାନନ୍ଦ ସରସ୍ୱତୀ ମଧ୍ୟ ଉପସ୍ଥିତ ଥିଲେ। ସଭା ଆରମ୍ଭ ହୋଇଯାଇଥାଏ। ପ୍ରয়োଜନୀୟ ନାନା ଆଲୋଚନା ଚାଲିଥାଏ। ଦରକାର ଅନୁଯାୟୀ ଜଗଦ୍ଗୁରୁଙ୍କ ପରାମର୍ଶ ଉପଦେଶ ଗ୍ରହଣ କରାଯାଉଥାଏ। ଏହି ସମୟରେ ସଭା ମଧ୍ୟରେ ଜଣେ ନବାଗତ ଶୀର୍ଣ୍ଣ ଦେହ ତରୁଣ ସାଧୁ ଉପସ୍ଥିତ ହେଲେ। ପରିଧାନରେ ବୈରିକ ବସନ, ହାତରେ ଦଣ୍ଡ କମଣ୍ଡଳୁ ଓ ଚିମୁଟା ପିଠିରେ ପଡିଛି ବାଘ ଛାଲର ବନ୍ଧା ଝୁଲା। ଅଳ୍ପ ବୟସ ହେଲେ ମଧ୍ୟ ବେଶବାସ ଅନ୍ୟ 5 ଜଣଙ୍କ ପରି ହୋଇଥିବାରୁ କେହି ତାଙ୍କୁ ସେମିତି ଲକ୍ଷ୍ୟ କରିନାହାନ୍ତି। କିନ୍ତୁ ହଠାତ୍ କେତେ ଜଣ ସାଧୁଙ୍କର ଈଷଦୁଚ୍ଚ ସ୍ୱରର କେତୋଟି କଥା ସମସ୍ତଙ୍କର ଦୃଷ୍ଟି ନବାଗତଙ୍କ ପ୍ରତି ଆକୃଷ୍ଟ ହେଲା। ବିଧି ହେଲା ସମସ୍ତେ ଶଙ୍କରାଚାର୍ଯ୍ୟଙ୍କୁ ଯଥାବିହିତ ପ୍ରଣାମ କରିବେ। ଏହି ସମୟରେ ସାଧୁ ଜଣକ ଶଙ୍କରାଚାର୍ଯ୍ୟଙ୍କ ସିଂହାସନକୁ ଦୃଷ୍ଟି ନ ଦେଇ ଅନ୍ୟ ଦିଗକୁ ଚାଲି ଯାଉଛନ୍ତି। ନିକଟବର୍ତ୍ତୀ 3-4 ଜଣ ବୟସ୍କ ସାଧୁ ବାଧା ଦେଇ କହିଲେ, ଏଣେ ନୁହେଁ ତେଣେ ଯାଅ, ଶଙ୍କରାଚାର୍ଯ୍ୟଙ୍କୁ ପ୍ରଣାମ କର। ତୁମେ କେଉଁ ନାମା? ସରସ୍ୱତୀ ନାମା, ଉତ୍ତର ଦେଲେ ନବାଗତ ସାଧୁ। କିନ୍ତୁ ସେମାନଙ୍କୁ ଅତିକ୍ରମ କରି ଯେଉଁ ଦିଗରେ ଯାଉଥିଲେ ସେହି ଦିଗରେ ଆଗେଇ ଯିବାକୁ ଲାଗିଲେ। এই ସମୟରେ ପ୍ରବୀଣ ସାଧୁମାନେ ଧମକ ଦେଇ କହିଲେ, ଏ ପିଲା, ସେମାନେ କଣ କହିଲେ ଶୁଣିପାରିଲନି? ତୁମେ ଦଶନମା ସମ୍ପ୍ରଦାୟର ସନ୍ନ୍ୟାସୀ ହୋଇ ସମ୍ମିଳନୀ ନିୟମ ଜାଣ ନାହିଁ? ଆସନ ଗ୍ରହଣ କରିବା ପୂର୍ବରୁ ଜଗଦ୍ଗୁରୁଙ୍କୁ ପ୍ରଣାମ କରିବାକୁ ଏକଥା ଶିଖିନାହ? କିଏ ତୁମର ଗୁରୁ? ସେତେବେଳେ ଲମ୍ବା ଲମ୍ବା ପାଦ ବାଗି ଅଳ୍ପ ବୟସ୍କ ସାଧୁଟି ଉତ୍ଫୁଲ୍ଲ ମୁଖରେ ଜଣେ ପ୍ରବୀଣ ସନ୍ନ୍ୟାସୀଙ୍କ ଚରଣରେ ସାଷ୍ଟାଙ୍ଗ ପ୍ରଣାମତି ନିବେଦନ କରୁଥାନ୍ତି। ଜ୍ଞାନସିଦ୍ଧ ସଚ୍ଚିଦାନନ୍ଦ ତତ୍କ୍ଷଣାତ୍ ସ୍ୱ ପ୍ରିୟତମ ଶିଷ୍ୟର ହୃଦୟ ଭାବ ବୁଝିପାରିଲେ। କିନ୍ତୁ ବାହାରେ ଲୋକ ସଂରକ୍ଷଣର ନିୟମ ମାନେ ଗମ୍ଭୀର ମୁଖରେ କହିଲେ, ସେମାନେ କଣ କହୁଛନ୍ତି ଶୁଣିପାରୁଛ ତ? ପାରିଛି କହି ତାଙ୍କର ପାଦ ତୁଳି ନେଇ ଦ୍ରୁତ ପଦରେ ଶଙ୍କରାଚାର୍ଯ୍ୟ ସିଂହାସନ ଅଭିମୁଖେ ଅଗ୍ରସର ହେଲେ ତରୁଣ ସନ୍ନ୍ୟାସୀ। ସଭା କିନ୍ତୁ ସେତେବେଳକୁ ମହୁ ଫେଣାରେ ଟେକା ପଡିବା ଭଳି ରୁଷ୍ଟ ଗୁଞ୍ଜନରେ ମୁଖର ହୋଇଥାଏ। ସବୁ ରାଗିଗଲେଣି। କେହି ନାଗା ସନ୍ନ୍ୟାସୀ ସହିତ ହାତରେ ଚିମୁଡା ଧରି ଉଠି ଠିଆ ହୋଇଥାନ୍ତି ଏହି ଅଶିଷ୍ଟ ସନ୍ନ୍ୟାସୀକୁ ପ୍ରହାର ପୂର୍ବକ ଯଥୋଚିତ ଦଣ୍ଡ ବିଧାନ କରିବା ପାଇଁ। ତେବେ ଜଗଦ୍ଗୁରୁଙ୍କ ସମ୍ମୁଖରେ ତ କେହି ସୀମା ଲଙ୍ଘନ କରିବେ ନାହିଁ। ପୁଣି ମୁଖ୍ୟ ହେଲେ କର୍ତ୍ତା ଶଙ୍କରାଚାର୍ଯ୍ୟ। ଯାହା ହଉ, ସିଏ ୟାଙ୍କୁ କଣ ଦଣ୍ଡ ଦେବେ? ତରୁଣ ସନ୍ନ୍ୟାସୀ ନାମା ସନ୍ନ୍ୟାସୀ ଶଙ୍କରାଚାର୍ଯ୍ୟଙ୍କୁ ପ୍ରଣାମ କରି ଉଠିବା ମାତ୍ରେ ଜଣେ ପ୍ରବୀଣ ସନ୍ନ୍ୟାସୀ ଶାନ୍ତ କଣ୍ଠରେ ପଚାରିଲେ, ତୁମେ ପ୍ରଥମେ ଶଙ୍କରାଚାର୍ଯ୍ୟଙ୍କୁ ପ୍ରଣାମ ନ କରି ଅନ୍ୟ ଜଣଙ୍କୁ ପ୍ରଣାମ କଲ କାହିଁକି? ସେ ମୋର ଗୁରୁ, ତେଣୁ ତାଙ୍କେ ପ୍ରଣାମ କରିଅଛି। ଏହା କହିବା ମାତ୍ରେ କେତେ ଜଣ ସନ୍ନ୍ୟାସୀ କହି ଉଠିଲେ, ତୁମେ କଣ ଜାଣିନାହ ଶଙ୍କରାଚାର୍ଯ୍ୟ ତୁମ ଗୁରୁଙ୍କର ଗୁରୁ? ସେ ସମସ୍ତଙ୍କର ଗୁରୁ। ସେଇଠାରେ ଠାକୁର ବିକ୍ଷୁବ୍ଧ ଏଇ ସଂଗୁପ୍ତ ସାଧୁ ମଣ୍ଡଳୀ ଯୋଗୁ ବୁଲି ପଡି ଉନ୍ନତ ଶିରରେ ସୂର୍ଯ୍ୟକାନ୍ତ ମଣି ସଦୃଶ ସତ୍ୟର ଦୀପ୍ତି ବିକୀର୍ଣ୍ଣ କରି ଦୀର୍ଘ ଦେହ ନବାଗତ ତରୁଣ ସନ୍ନ୍ୟାସୀ ଉତ୍ତର ଦେଲେ, ମୁଁ ଜାଣେ ମନ୍ନାଥ ଶ୍ରୀ ଜଗନ୍ନାଥ ମଦଗୁରୁ ଶ୍ରୀ ଜଗଦ୍ଗୁରୁ। ଗୁରୁଙ୍କର ପୁଣି ଗୁରୁ କିଏ? ଗୁରୁଙ୍କର ଗୁରୁ ସ୍ୱୀକାର କଲେ ଗୁରୁଙ୍କ ଠାରେ ଅନାବସ୍ଥା ଦୋଷ ଜାତ ହେବ ନାହିଁ କି?
ତେଣୁ ମୁଁ ସର୍ବପ୍ରଥମେ ଗୁରୁଙ୍କୁ ପ୍ରଣାମ କରି ବିଧି ରକ୍ଷାର୍ଥ ପରକ୍ଷଣରେ ଶଙ୍କରାଚାର୍ଯ୍ୟଙ୍କର ମଧ୍ୟ ପଦବନ୍ଦନା କରିଛି। କୌଣସି ଅନ୍ୟାୟ ତ କରିନାହିଁ। ଭଙ୍ଗା ହେଇକିରି ତାଙ୍କର ଏହି ସ୍ପର୍ଦ୍ଧିତ ଉତ୍ତର ଶୁଣି ଅଧିକ ରାଗି ଉଠିଲେ ସାଧୁମାନେ। कैसे बदतमीज, कुछ तकलीफ नहीं क्या? जाति कौन है तुम्हारा, घर किधर? अन्य केते जन कहले मछली करो बंगाली हो सकता है, हम लोग को विधि सिखाता और गुरु भक्ति। हठात निस्तब्ध हो गला सभा। सिंहासन सीन जगद्गुरु बाम हाथ टेकी मनोभाव अनुज्ञा करुछन्ति सन्यासी मंडली को। शब्दहीन सभागृह ए प्रांतर से प्रांत झंकृत होला शंकराचार्यଙ୍କର स्निग्ध मंद स्वर। क्या कसूर, बात तो ठीक बोला। वास्तविक गुरुଙ୍କର गुरु स्वीकार କରିବା ଶଙ୍କରପନ୍ଥୀଙ୍କ ପକ୍ଷରେ ଉଚିତ ନୁହଁ। ନିଜ ଗୁରୁଙ୍କୁ ପ୍ରଣାମ କରି ସେ ଜଗତଗୁରୁ ଅସମ୍ମାନ କରିନାହିଁ, ବରଂ ବେଦାନ୍ତ ଧର୍ମ ଯେ ତାର ଅଧିଗତ ହୋଇଛି ସେ କଥା ମୁଁ ତାର ନିର୍ଭୀକ ଉକ୍ତିରୁ ସ୍ପଷ୍ଟ ବୁଝିପାରିଛି। ଗୁରୁ କौन है तुम्हारा बच्चा? गुरु गौरव गर्वित पिला साधु उत्तर देले। पुष्कर सावित्री पहाड़ स्थित परमहंस स्वामी सच्चिदानंद सरस्वती मोर गुरु। एक कथा संगे संगे आसन त्याग कर उठी हेले स्वामी सच्चिदानंद। कहले जी हाँ, वो हमारा चेला है। बहुत खुश अच्छे आनंद कही प्रसन्न मुखरे मुह को चाह हलाई अभिनंदन जनाले शंकराचार्य। तापर सम्मुखरे दंडायमान बाचा साधु कहले तुमर ज्ञानगर्भ वाक्य मो प्रीत होइछि। तुम्हें दंडी हो प्रवर्जा कर बुलुच, महावाक्य विवेक समाधि अभ्यास करुछ तो? ससंभ्रमे परिव्राजक कहले जी हाँ, गुरु कृपार समाधि मोर अभ्यस्त हो जाइछि। मु परिव्राजक अवस्था चारिधाम भ्रमण करी वर्तमान पूर्वांचल एक पार्वती उपत्यका आसन नहीं। पुनर्बार सभारे असंतुष्ट गुंजरण एक ए पिला कौन कहूँ समाधि अधिगत हो जाए तार। सच्चिदानंद जी बहु जनमान्य साधु ए अर्वाचीन चेलाटा को किपरि जुटाइले? कहीं तो लगुनि चेला बोली। पुनश्च हाथ टेकले शंकराचार्य। सभा नीरव हो गला। जगतगुरु प्रश्न कले बसछ, तुम्हें कहूछ जे प्रवज्या नहीं यही पुण्यभूमि भारत चारिधाम भ्रमण करिछ, दर्शन करिछ, नदी पर्वत सरित सागर केते कौन देखिछ ना कौन? अच्छा ए केउठारे एपरि देखिବାକୁ मिले कि ना केवल भारत भूमि रे ही अछि? अति कूट प्रश्न। साधारण सन्यासी तो दूरर कथा, सिद्ध पुरुषों व्यतीत अन्यान्य सच्चा साधु पक्षरे ए प्रश्न मर्म बुझा दुष्कर। किंतु प्रश्न करबा मात्रे लब्ध सत्य प्रज्ञा जोगु श्री निगमानंद देव जगतगुरु को अभिप्राय बुझी पारि स्मित मुखरे तत्क्षण उत्तर देले दिल क्षुद्र ब्रह्मांड है, त्रैलोक्य जानी पुतानी तानी सर्वाणी देहतः, सप्त समुद्र पंच सिंधु सब किछि एई सार्ध त्रिहस्त परिमित देह मध्य अच्छी। हम समाधि में सब देख लिया जी। बहुत अच्छा, बहुत अच्छा। जगतगुरु का प्रसन्न मुख सहर्ष विस्मय अधिक उज्जवल हो उठे। अच्छा और एक बात पूछूंगा, उपनिषद रे गोटे वृक्षर दुईटी पक्षी कथा अछि, तुम्हें निश्चय पढ़ी ए विषय तुम मत कौन? श्री निगमानंद उत्तर देले ना, गोटे गछर गोटे पक्षी अच्छी, किंतु आम मान निकट दुईटी पक्षी बोली प्रत्ययमान होता है। प्रकृत पक्षी गछ पर स्थिर हो बसी तले रखा जाता गोटे पानी कुंडर पक्षी छाया प्रतिबिंबित होती। पानी कुंडरे दोहलुथिबारु पक्षी छायाटी जड़ हेले चलन चल बोध होछि। निम्न अभिमुखी मनर दृष्टि तलकु थिबारु से तल पक्षीटी को देखि पारुछि। तेणु आपात दृष्टि दुईटी पक्षी बोली कह जाउछि, किंतु जहांकर ऊर्ध्व दृष्टि होइछि से जानिछन्ति। हाँ सरल भाई, गोटे वृक्षरे केवल गोटे पक्षी अछि, एकमेवा द्वितीय। साबास बच्चा साबास कही उत्फुल्ल शंकराचार्य साधुवाद दियंती तरुण सन्यासी। जय गुरु। श्री श्री ठाकुर भक्त मान निकट में भाविन्मय जनित त्रुटि निमित्त क्षमा प्रार्थना करुछि। जय गुरु। जय गुरु। माँ अति सुंदर भाव धारावाहिक भाव ठाकुर सिद्ध जीवन लीला आरंभ कर। आज आम शंकराचार्य और ठाकुर कथोपकथन आ ठाकुर महाराज केमी परमहंस पाइले यहाँ परवर्ती वार्षिक उत्सव माँ शुणा। बर्तमान आम भक्त मान दुईटी सूचना। आमर वार्षिक उत्सव परवर्ती अधिवेशन वार्षिक उत्सव आसंता 25, 26, 27 तीन दिन धरी ऑनलाइन अधिवेशन हो। आमर लिंक सार्वजनिक करा समस्त दि जापर लिंक सार्वजनिक करा पाखापाखि 3-4टी अधिवेशन सूचना दे आसबे। आज आम शेष सूचना से संपर्क जो भक्त आम पाखापाखि 20 ରୁ 22 जन भाई मैंने नाम देकर नंबर आड कर अन्य जो भाई बा माँ आमर ये सरस्वती पाठचक्र जोग गुरुदान करी ठाकुर कथा शुणबार आग्रही अच्छा से आज अधिवेशन विदाय प्रार्थना पर नाम विदाय प्रार्थना नाम संकीर्तन पर उपस्थित रहे लेफ्ट न प्रेजेंट रही आम जोगाजोग नंबर ने आम संगे जोगाजोग कले
आम लिंक रे जोड़ी दिया जाए। जय वर्तमान आमर निमंत्रण जय परमाराध्य श्री ठाकुर महाराज उपस्थित भक्त भाई माँ मैंने आम सारस्वत पाठचक्र तृतीय वार्षिक अधिवेशन 105तम अधिवेशन आसंता 25/5/2024 तारीख में एवं 26/5/2024 तारीख शनिवार और रविवार ये 2 दिन अनुष्ठित हम 6:45 ରୁ 9ଟା हूँ समय सीमा यही अधिवेशन में जग देवाई श्री श्री ठाकुर सहित समस्त भक्त भाई माँ मान को विनीत निमंत्रण कर समस्ते दिन उपस्थित रही ठाकुर को कृपा लाभ करवा आमर बर्तमान महिला पाठ्यक्रम वार्षिक उत्सव का निमंत्रण सर्वाणी परमाराध्य परम कारुणिक श्री श्री ठाकुर महाराज पूज्य परिचालक एवं समस्त उपस्थित भाई और माँ मान मोर जय गुरु प्रणाम। आमर से ही क्रमान्वय 25-26 आम सारस्वत पाठचक्र और 27 तारीख सोमवार आम महिला पाठचक्र वार्षिक उत्सव महिला पाठचक्र स्थिरीकृत होती निमंते मो श्री श्री ठाकुर महाराज समेत समस्त भक्त भाई और माँ मान को से ही पूजा को निमंत्रण करुच्ची उक्त अधिवेशन समस्त उपस्थित रही आमर ये महिला पाठचक्र को साफल्यमंडित करेंगे जोटा कि आम वार्षिक अधिवेशन से भी 6:45 ରୁ 9ଟା जाए अनुष्ठित होगा। जय गुरु जय गुरु आमर ये वार्षिक अधिवेशन सारस्वत पाठचक्र 2 दिन और महिला पाठचक्र 1 दिन से दिन आम प्रथम दिन मैंने 25/5/2024 शनिवार से दिन आम आलोचना प्रसंग रे आलोचना करेंगे श्रीयुक्त हरेन्द्रनाथ माइती आपण मैंने विमला माँ कथा आलोचना शुणती विमला माँ कष्टमय जीवन किमिति धरणी माइती भाई सहित ठाकुर विवाह करते जीवन शुणती कनिष्ठ पुत्र श्रीयुक्त हरेन्द्रनाथ माइती सी ऑनलाइन आम सहित जोड़ी हे ठाकुर कथा आम मानक शुणे एवं तत्सहित आम लीला कथा परिवेशन करेंगे प्रियंवदा माँ तापर आमर द्वितीय दिन 26 तारीख दिन से दिन अतिथि भाव रही स्वामी आत्मानंद सरस्वती महाराज आम पुरी विभाग आश्रम अध्यक्ष एवं श्रीजुक्त देवराज राउत खोर्धाड़ चीफ जज थे रिटायर्ड जज एवं बहु माने आम न्याय स्तर में बहु उच्चा पदस्थ कर्मचारी थे ओडिशा राज्य सी रही अन्य वरिष्ठ भाई और माँ मैंने रही महिला पाठचक्र वार्षिक उत्सव दिन अनुरूप भाव विभिन्न साधु सन्थ एवं महिषी माँ मान अधिवेशन अनुष्ठित होगा तेणु समस्त विनम्र निवेदन से दिन 3 दिन उपस्थित रही ठाकुर को कृपा लाभ करवा जय बर्तमान आम नीतिशास्त्र पाठक फाल्गुनी भाई निमंत्रण करेंगे। जय गुरु फाल्गुनी भाई जय गुरु श्री श्री ठाकुर महाराज पूज्य परिचालक एवं समस्त भक्त भाई माँ मान आसंता बुद्ध पूर्णिमा ठारू 23 तारीख दिन आमर नित्य शास्त्र पाठ अनुष्ठान आरंभ होब से निमित्त श्री श्री ठाकुर महाराज पूज्य परिचालक एवं भक्त भाई माँ मान सादर निमंत्रण करुच्ची जो माने समस्ते से योगदान करेंगे जो माने योगदान करने को इच्छा प्रकाश करुछंती से माने आमको तांको ना आउ डिटेल्स देले आमे लिंक द्वारा तांको कनेक्ट करू। जय गुरु जय जय आमर सप्तवार्षिक समारोह प्रत्येक दिन शास्त्र पाठ होता बंद हो जाए विभिन्न भक्त भाई माँ मान अनुरोध क्रमे श्रृंखलागत भाव में पुणी सप्ताह को 2 दिन अनुष्ठित होगा जाऊँगी मंगलवार और शनिवार ये 2 दिन अनुष्ठित हम सप्ताह को तेणु जो आमर नीलाचल भाषा संघ तरफ तार गोटे नोटिस बाहर जैसे नंबर अच्छी जो भक्त भाई माँ मैंने शास्त्र पाठ मंगलवार और शनिवार जोग दे शुणा आग्रही अच्छा से नोटिस दि जाता नंबर जोगाजोग कले आम फाल्गुन भाई अच्छा लिंक व्यवस्था करेंगे। परमाराध्यतम श्री ठाकुर महाराज उपस्थित भक्त भाई माँ मैंने आमर आज ये अधिवेशन आम द्वारा अनेक त्रुटि होती आज
ଲିଙ୍କ୍ ଖୋଲୁ ଖୋଲୁ 2-3 ମିନିଟ୍ ଲେଟ୍ ହେଇଗଲା। ପ୍ରତୀକ୍ଷା ବିଳମ୍ବରେ ଆରମ୍ଭ ହେଲେ। ମଝିରେ ଟିକେ ଅସୁବିଧା କାରଣରୁ ମୋତେ ଟିକେ ଆସନ ଛାଡ଼ି ଉଠି ଯିବାକୁ ପଡ଼ିଥିଲା। ଏମିତି ଅନେକ ତ୍ରୁଟି ଆମ ଦ୍ୱାରା ଲକ୍ଷ୍ୟରେ ହୋଇଛି। ସେଇ ତ୍ରୁଟି ପାଇଁ ଶ୍ରୀ ଶ୍ରୀ ଠାକୁରଙ୍କ ସହିତ ସମସ୍ତ ଭକ୍ତ ଭାଇ ମାନଙ୍କ ନିକଟରେ ବିନୀତ ହସ୍ତ ରଖି ଭିକ୍ଷା କରୁଛୁ। ସମସ୍ତେ ଆମକୁ ନିଜ ମନରେ କ୍ଷମା ଦେଇ ପ୍ରାର୍ଥ କରିବେ। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ। ବିଦାୟ ସଙ୍ଗୀତ ଗାନ ଅନୁରୋଧ ହୁଏ। দীননাথ ভিক্ষা করে শ্রীচরণ তব কথা রখিথিবি মননে স্মরণে বাহারে কি নাহি নকরি শোচ প্রভু করিবি প্রথমে নিজ স্বভাব মার্জনা পর দোষ খুঁজি বুলি নধাই বলন লাগিথিবি সদা করি আত্মসংশোধন বচনে আলাপে হেউ রসনা সংযত ঘুঞ্চি যাও অবসাদ দেহর জড়ত্ব উচিত ভাষণে নৌ କିଛି ଅନ୍ତରାୟ ଯଥା କର୍ମ ହେଉ ଚିତ୍ତ ଶୁଦ୍ଧିର ସହାୟ ନିରଳସ ଭାବେ ତବ ଆଦେଶ ପାଳନ କରିଯିବି ହେଉ ତହିଁ ପ୍ରାଣର ସ୍ଫୁରଣ ନ ମାନିବି କାହିଁ କେଉଁ ବାରଣ ବନ୍ଧନ ନ ମାନିବି କାହିଁ କେଉଁ ବାରଣ ବନ୍ଧନ ଯହି ଥାଏ ରହିଥାଉ ତବ ପଦେ ମନ ଯହି ଥାଏ ରହିଥାଉ ତବ ପଦେ ମନ ଯହି ଥାଏ ରହିଥାଉ ତବ ପଦେ ମନ ଜୟ ଗୁରୁ ଜୟ ଗୁରୁ ଜୟ श्री श्री ठाकुर महाराज की জয় जगत जननी माता की जय জয় सनातन धर्म की জয় জয় सारस्वत मठ की जय জয় सारस्वत संघ की জয় सारस्वत पाठक জয় जय कुत्र की जय भक्त वृंद की जय जय श्री जय जय জয় গুরু জয় গুরু নমস্তে ভাই ମାନଙ୍କୁ জয় গুরু जय जय सब भाई